So let us start. Okay. तो सोशियो कल्चरल रिफॉर्म मूवमेंट आम स्टार्ट करिबा। देखो मेनली आम ए जो पढ़ा 19th सेंचुरी देखा माने 1800 19th सेंचुरी माने कौन 1801 रु 1900 पर्यंत मेनली जो इवेंट गुड़ा घटी कारण यही समय ही काफी लोग जो कौन काफी जो मालाडीज सोशल मालाडीज सब ग्रास कर इंडियन सोसाइटी को काफी लोग इलिटरेट थे आउ सो मेनी थिंग्स आर देयर तो एडा केमती ग्रेजुअली रिफॉर्म होगा बहुत लोग चेष्टा कर तो किसी किसी मेजर मेजर मुख्य मुख्य लोक मान विषय आम कौन करवा देखीदे खाली। तो फास्ट आम देखा राजा राममोहन राय है फास्ट आरंभ करवा राजा राममोहन राय। राव के रहा कि समर समर पिता जॉइन कर Yes, sir. कॉल कर देला जनु टिके। राजा राममोहन राय अच्छा हो आम देखा राजा राममोहन राय है राममोहन राय स्टार्ट करिया। देखो मेनली आम 19th सेंचुरी देखा है 19th सेंचुरी माने हाँ अरे जॉइन कर जाओ समर पिता। हो हो हाँ अच्छा हो हो अच्छा आमर कौन है देख आम देखा 19th सेंचुरी पूरा है 19th सेंचुरी कौन एंजल लगे छाड़ 1801 रु 1900 19th सेंचुरी पूरा देखो 19th सेंचुरी इंडियन सोसाइटी हम जदि कहबा इंडियन सोसाइटी स्टैग्नेंट थिला कल्चरली वेरी डेकाडेंट काहे पुराना कालिया कोन पाई लोक माने अशिक्षित थिले हला लोक माने ग्रेजुअल देखियो बहुत लोक अशिक्षित थिले डेकाडेंट सोसाइटी हम कहउछन्ती किबा कल्चरली डेकाडेंट सोसाइटी बा बहुत स्टैग्नेंट सोसाइटी बुझि होछि आर जे रीजन कोन कोन हम देखिबा काहे कि एमिति कहबार कारण होछि प्रथम कथा होछि बहुत बहुत लोक अशिक्षित थिले हला मोस्ट ऑफ द पीपल आर इलिटरेट प्रथम कथा सेकेंड है दे लैक्ड रीजनिंग एंड रैशनैलिटी कारण तुम जब तुम पाठ पढ़ले सीना तुम कौन जदि साइंटिफिक एजुकेशन से नथिला तो ग्रेजुअली जे पढ़िबो तोरा कॉग्निटिव थिंकिंग टा बढ़िबो लोक मान जे अशिक्षित थिला कॉग्निटिव थिंकिंग नथिला तेणु दे आर लैकिंग रैशनैलिटी रीजनिंग रैशनैलिटी एई सब जिंस तांकर नथिला सब जिंस ब्लाइंडली बिलीव कर जाउथिले ଏବେ ବି ଲୋକ ତ ବ୍ଲାଇଣ୍ଡଲି ବିଲିଭ୍ କରୁଛନ୍ତି ଏବେ କିଛି କିଛି ଲୋକ ଅଛନ୍ତି ହେଲା ସୋ ଦେ ଆର୍ ବ୍ଲାଇଣ୍ଡଲି ଫଲୋଇଂ ଦ ଇନଷ୍ଟ୍ରକ୍ସନ ଅଫ୍ କ'ଣ गिवन बाय द प्रिस्टली क्लास ସେତେବେଳେ ବି ଏବେ ବି କିଛି କିଛି ଦେଖ ଲୋକ ବାବା ମାନଙ୍କୁ ବି ମାନୁଛନ୍ତି ଆରେ ଏବେ ବି ବାବା ମାନଙ୍କୁ ମାନୁନାହାନ୍ତି ସେ କ'ଣ ସାରଥୀ ବାବା ଆଉ କିଏ କ'ଣ ସବୁ କେତେ କ'ଣ ସବୁ ବାବା ସବୁ ମାନୁନାହାନ୍ତି ଏବେ ବି ଲୋକମାନେ ମାନୁଛନ୍ତି କିନ୍ତୁ ସେତେବେଳେ ବି ବ୍ରାହ୍ମଣ ମାନଙ୍କର ହାଇଏଷ୍ଟ ପୋଜିସନ ଥିଲା ମାନେ ଯୋଉ କାଷ୍ଟ ହାୟରାର୍କିରେ ବ୍ରାହ୍ମଣ ମାନେ ତ ଟପ୍ ମୋଷ୍ଟ ପୋଜିସନରେ ତେଣୁ ସେତେବେଳେ ବ୍ରାହ୍ମଣ କ୍ଲାସ ଯାହା କହୁଥିଲେ ଏମାନେ ବ୍ଲାଇଣ୍ଡଲି ତାକୁ ବିଲିଭ୍ କରି ଯାଉଥିଲେ ୱିଦାଉଟ୍ ଏନି ରିଜନିଂ ୱିଦାଉଟ୍ ଏନି କଗ୍ନିଟିଭ୍ ଥିଙ୍କିଂ ୱିଦାଉଟ୍ ଏନି ରାସନାଲିଟି ଦେ ଆର୍ ଜଷ୍ଟ ଫଲୋଇଂ ଦ ଇନଷ୍ଟ୍ରକ୍ସନ ବ୍ଲାଇଣ୍ଡଲି तो यही टाइप सोशल मालाडी सब एक्जिस्ट करथिले 19th सेंचुरी रे बुझियो छै नै
ତେଣୁ ଆର ସୁଯୋଗ ନେଇକି ପ୍ରିଷ୍ଟଲି କ୍ଲାସ ଯେଉଁମାନେ ବ୍ରାହ୍ମଣ ସମାଜର ଲୋକମାନେ ୱାଜ୍ ଏକ୍ସଟ୍ରିମଲି କ'ଣ ଇଗ୍ନୋରାଣ୍ଟ ଆଣ୍ଡ କରପ୍ଟ ଏମିତି ଏସବୁ କରିବା ଏସବୁ ଜିନିଷ ମାଗିଥିଲା। ତେଣୁ ଏସବୁ ଜିନିଷକୁ ଦେଖିଲା ପରେ ତେଣୁ ଗ୍ରାଜୁଆଲି ସମାଜରେ କ'ଣ ହଉଥିଲା ନା ସୁପରଷ୍ଟିସନ ଇଜ ଗ୍ରାଜୁଆଲି ଇନକ୍ରିଜିଂ, ଅନ୍ଧବିଶ୍ୱାସ ସବୁ ଦିନକୁ ଦିନ ବଢ଼ି ଚାଲିଥିଲା। ତା ସହିତ ପୋଜିସନ୍ ଅଫ୍ ୱିମେନ୍ ୱାଜ୍ ଅଣ୍ଡରମାଇନ୍, ଆଉ ୱିମେନ୍ ମାନଙ୍କୁ ତ ଠିକ୍ ପୋଜିସନ୍ ରାଇଟ୍ ପୋଜିସନ୍ ମିଳୁନଥିଲା। ୱିମେନ୍ ମାନଙ୍କୁ ଏବେ ବି ତ ଠିକ୍ ପୋଜିସନ୍ ମିଳିନି, 2022 ହେଲାଣି ଆସିକି ତ ସେଇ ସମୟର କଥା ଦେଖ, ଆହୁରି ମାନେ 200 ବର୍ଷ ତଳର କଥା। ତେଣୁ ମାନେ କ'ଣ ରାଇଟ୍ ପୋଜିସନ୍ ମିଳିନଥିଲା, ୱିମେନ୍ ମାନଙ୍କର ପୋଜିସନ୍ ଇଜ୍ କମ୍ପ୍ଲିଟଲି ଗେଟିଂ ଅଣ୍ଡରମାଇନ୍ ହେଲା। ତା ସହିତ କାଷ୍ଟ ବେସ୍ଡ ଏକ୍ସପ୍ଲୋଇଟେସନ୍ସ ଦିନକୁ ଦିନ ବଢ଼ି ଚାଲିଥିଲା। ଛୋଟ ଜାତିର ଲୋକମାନଙ୍କୁ ବା ଯେଉଁମାନେ କାଷ୍ଟ ହାୟରାର୍କିରେ ତଳେ ଥିଲେ ତାଙ୍କୁ କାଫି ଏକ୍ସପ୍ଲୋଇଟେସନ୍ କରାହେଉଥିଲା। ସେଇ ସବୁ କାରଣ ଲାଗି ତ ଆଜି ରିଜର୍ଭେସନ୍ ଦିଆହେଉଛି। ଆଜି ବହୁତ ପିଲା କହୁଛନ୍ତି କାହିଁ ରିଜର୍ଭେସନ୍ ଦିଆହେଉଛି, କାହିଁ ରିଜର୍ଭେସନ୍ ଦିଆହେଉଛି, ଏଇସବୁ କାରଣ ଲାଗି। ସେ ଯେଉଁ ତାଙ୍କର ଯେଉଁ ଏକ୍ସପ୍ଲୋଇଟେସନ୍ କରାହେଇକି ତାଙ୍କୁ ପଛରେ ପକାଇ ରଖା ହେଇଥିଲା, ତ ପୁଣି ତ ମେକଅପ୍ ହେବ କି ନାହିଁ? ସେଥିପାଇଁ ବର୍ତ୍ତମାନ ଦିନ ରିଜର୍ଭେସନ୍ ସବୁ ଦିଆହେଉଛି। ତ କାଷ୍ଟ ବେସ୍ଡ ଏକ୍ସପ୍ଲୋଇଟେସନ୍ସ ଏଗୁଡ଼ା ସବୁ ଦିନକୁ ଦିନ ବଢ଼ି ଚାଲିଥିଲା। ଆଗରୁ ଦେଖିବ ସବୁ ବିଭିନ୍ନ ବଡ଼ ଗଭର୍ଣ୍ଣମେଣ୍ଟ ଚାକିରିରେ ସବୁଥିରେ ସବୁ ବ୍ରାହ୍ମଣ। ଏବେ ଦେଖୁନ ମିଶ୍ର ମହାପାତ୍ର ଷଡ଼ଙ୍ଗୀ ଫଡ଼ଙ୍ଗୀ ଏଗୁଡ଼ା ସବୁ ପ୍ରବଳ ଗଭର୍ଣ୍ଣମେଣ୍ଟ ଚାକିରିରେ ଆଗରୁ ବଡ଼ ବଡ଼ ମାନେ ଯେଉଁମାନେ ସବୁ ରିଟାୟାର୍ଡ ହେବାକୁ ବସୁଛନ୍ତି ବର୍ତ୍ତମାନ ଦେଖିବ ସେଗୁଡ଼ା ସବୁ ଏଇ ବ୍ରାହ୍ମଣ କ୍ଲାସ୍, ସବୁ ବ୍ରାହ୍ମଣୀ କ୍ଲାସ୍ କାଫି ଲୋକ। ସେ ଯାକ ସବୁ ଏକ୍ସପ୍ଲୋଏଟ୍ କରିକି ସବୁ ଲୋକଙ୍କୁ ତଳତଳାନ୍ତ କରିକି ରଖିଥିଲେ। ସେମାନେ ସେମାନେ ପଢ଼ାପଢ଼ି କରିକି ସବୁ ଉପରକୁ ଉଠିବେ, ଏଗୁଡ଼ାକ ସବୁ ଅନ୍ଧାର ରଖିଥିଲେ ସେମାନଙ୍କୁ। ମିଛ କଥା କହିକି ସବୁ ଲୋକମାନଙ୍କୁ ଆଡ଼ସାଡ଼ କରିକି ମାନେ ବାଟ ବୁଲାଉଥିଲେ ସବୁ। ତ ଏଇ ଟାଇପ୍ର ପୁରା ସୋସିଆଲ ମାଲାଡିଜ୍ ଗ୍ରାସ କରିକି ଥିଲା। ତେଣୁ ଏସବୁର ଜିନିଷର କ'ଣ ଦରକାର, ମାନେ ଇରାଡିକେସନ୍ ହେବା ପାଇଁ ହେଲେ କିଛି ଲୋକ ଯେଉଁମାନେ ଅଣ୍ଟା ଭିଡ଼ିଲେ ଆଗଭର ହେଇକି ଆସିଲେ, ତ ସେମାନଙ୍କ ଭିତରୁ କ'ଣ କିରେ ରାଜା ରାମମୋହନ ରାୟ ଅନ୍ୟତମ ଫ୍ରଣ୍ଟ ରନର୍। ସୋ ଏଇସବୁ ଜିନିଷ କ'ଣ ନା ଗୋଟେ ଆୱେକେନିଂ, ରାସନାଲ ଥିଙ୍କିଂର ଆୱେକେନିଂ ଦରକାର ଥିଲା ହେଲା। ଯୁକ୍ତିବାଦ ଯେଉଁଟା କହୁଛନ୍ତି, ମାନେ ଯୋଉଟାକୁ ଏପିଷ୍ଟମୋଲୋଜି ଜ୍ଞାନବାଦ, ଯୁକ୍ତିବାଦ ହେଲା। ଯୁକ୍ତିବାଦର ମାନେ ଯୁଗ ଷ୍ଟାର୍ଟ ହେଲା। ତ କେମିତି ରାସନାଲିଟିର ଆୱେକେନିଂ ହେବ, ପୁନର୍ଜାଗରଣ ହେବ, ଏଇସବୁ ଦିଗରେ କାଫି ଲୋକ ଚେଷ୍ଟା କରିବାକୁ ଲାଗିଲେ। ଆଉ ଖାଲି ଜଣଙ୍କର ତ କଲେ ହେବନି, ମାସ୍ ଲେବୁଲରେ କରିବାକୁ ପଡ଼ିବ। ମାନେ ମାସ୍ରେ ଲୋକମାନଙ୍କ ଭିତରେ ଏଇ ନବଜାଗରଣ କ୍ରିଏଟ୍ କରିବା ପାଇଁ ପଡ଼ିବ। ତେଣୁ ଦ ପ୍ରୋସେସ୍ ଅଫ୍ ରିଆୱେକେନିଂ ହେଲା ଇଜ୍ କଲ୍ଡ ଇଣ୍ଡିଆନ୍ ରିନାଇସାନ୍ସ, ବା ଯେଉଁଟାକୁ ଓଡ଼ିଆରେ ଲୋକମାନେ ରେନେନ୍ସା କହୁଛନ୍ତି। ଇଣ୍ଡିଆନ୍ ରେନାଇସାନ୍ସ ବା ଯେଉଁଟାକୁ ରେନେନ୍ସା ଲୋକମାନେ କହୁଛନ୍ତି ଆମର। ତେଣୁ ପ୍ରୋସେସ୍ ଅଫ୍ ରିଆୱେକେନିଂ ଏଇ ଯେଉଁ ପ୍ରକାର ଆମକୁ ସୋସିଆଲ ମାଲାଡିଜ୍କୁ ଦୂର କରିକି ଗୋଟେ ରିଫର୍ମେଟିଭ୍ ଆଟିଚ୍ୟୁଡ୍ ଡେଭଲପ୍ କରିବା ସୋସାଇଟିରେ, ଗୋଟେ ରାସନାଲିଟି ଥିଙ୍କିଂ ଡେଭଲପ୍ କରିବା, ଏଭ୍ରିଥିଙ୍ଗ ସୁଡ୍ ବି ଆକ୍ସେପ୍ଟେଡ୍ ୱିଥ୍ ପ୍ରପର୍ ରିଜନିଂ, ଏଇସବୁ ଜିନିଷର ଆଟିଚ୍ୟୁଡ୍ ଡେଭଲପ୍ କରିବା ସୋସାଇଟି ପାଇଁ ଯେଉଁ ପ୍ରକାର ପ୍ରୋସେସ୍ ହେଲା ବା ଯେଉଁ ପ୍ରକାର ମୁଭମେଣ୍ଟ ଚାଲିଲା, ତାକୁ ଆମେ କହୁଛନ୍ତି କ'ଣ କହୁଛନ୍ତି କିରେ, ତାକୁ କହୁଛନ୍ତି ଇଣ୍ଡିଆନ୍ ରେନାଇସାନ୍ସ ବା ଇଣ୍ଡିଆନ୍ ରେନେନ୍ସା। ବୁଝିହେଉଛି। ଆଣ୍ଡ ଦ ମ୍ୟାନ୍ ବିହାଇଣ୍ଡ ଦିସ୍ ୱାଜ୍ କିଏ? କିଏ ଥିଲେ? ମୁଖ୍ୟ କିଏ ଥିଲେ? ରାଜା ରାମମୋହନ ରାୟ। ରାଜା ଟାଇଟଲ ତାଙ୍କୁ କିଏ ଦେଇଥିଲେ କିରେ? ରାଜା ଟାଇଟଲ କିଏ ଦେଇଥିଲେ? ଆକବର ଟୁ। ଏଇଟା କ'ଣ ଭୁଲି ଯାଉଛ? ଏଗୁଡ଼ା କ'ଣ ଭୁଲି ଯାଉଛ ବୁଝିପାରୁନି। ରାଜା ଟାଇଟଲ ଦେଇଥିଲେ ଆକବର ଟୁ, ଟାଇଟଲ ବାଇ ଆକବର ଟୁ। ଟାଇଟଲ ବାଇ ଆକବର ଟୁ ହେଲା। ତାପରେ କ'ଣ ହେଲା, ତ ତାଙ୍କର ଯେଉଁ ମେନ୍ ଅବଜେକ୍ଟିଭ ଥିଲା ହେଲା, ରାମମୋହନ ରାୟଙ୍କର ଯେଉଁ ମେନ୍ ଷ୍ଟେପ୍ ସେ କ'ଣ କରୁଥିଲେ ନା, ତାଙ୍କର ମେନ୍ ଅବଜେକ୍ଟିଭ ଥିଲା ଦୁଇଟା। କ'ଣ? ଗୋଟେ ଥିଲା ଟୁ ଇରାଡିକେଟ୍ ସୋସିଆଲ ପ୍ରିଜୁଡିସ୍, to eradicate social prejudice ଆଉ ଗୋଟେ to improve intellectual condition of the masses, to improve the intellectual condition of the masses, ହେଲା। ତ ଦୁଇଟା ଥିଲା, ଗୋଟେ ହେଲା ଟୁ ଇରାଡିକେଟ୍ ସୋସିଆଲ ପ୍ରିଜୁଡିସ୍, ଆଉ ଟୁ କ'ଣ ଇରାଡିକେଟ୍ ସୋସିଆଲ ପ୍ରିଜୁଡିସ୍ ଆଣ୍ଡ ଟୁ ଇମ୍ପ୍ରୁଭ୍ ଦ ଇଣ୍ଟେଲେକ୍ଚୁଆଲ କଣ୍ଡିସନ୍ ଅଫ୍ ଦ ମାସେସ୍। To eradicate social prejudice and to improve the
intellectual condition of the masses, to improve the intellectual condition of the masses। ବୁଝା ପଡୁଛି? ଏ ଦୁଇଟା ମେନ୍ ଅବଜେକ୍ଟିଭ ଥିଲା। ସୋ ଫର୍ ଦିସ୍ ହି ୱାଣ୍ଟେଡ୍ ଟୁ କ'ଣ ସେ କ'ଣ କରିବାକୁ ଚାହୁଁଥିଲେ, ଗୋଟେ ଇଷ୍ଟର୍ନ ସ୍ପିରିଚୁଆଲିଟି ଆଉ ୱେଷ୍ଟର୍ନ ମଡର୍ଣ୍ଣିଟି, ଆମର ଇଷ୍ଟର୍ନ ସ୍ପିରିଚୁଆଲିଟି ସହିତ ୱେଷ୍ଟର୍ନ ମଡର୍ଣ୍ଣିଟିର ଗୋଟେ କ'ଣ ସିନ୍ଥେସିସ୍ କରିବା ପାଇଁ ଚାହୁଁଥିଲେ। ମାନେ ୱେଷ୍ଟର୍ନ ଏଜୁକେସନ୍ ଦରକାର, ତା ସହିତ ତାକୁ ମୋଲ୍ଡ କରିବା ପାଇଁ ଚାହୁଁଥିଲେ ୱିଥ୍ ଇଷ୍ଟର୍ନ ସ୍ପିରିଚୁଆଲିଟି କରିକି ଗୋଟେ ଲୋକଙ୍କ ଭିତରେ ଆୱେକେନିଂ କ୍ରିଏଟ୍ କରିବା ପାଇଁ ତାଙ୍କର ଥିଲା, ସେଥିରେ ଚେଷ୍ଟା କରୁଥିଲେ ହେଲା। ଆରେ ବୁଝା ପଡ଼ିଲା କି? ତେଣୁ ରାଜା ଦେଖ ଏଗୁଡ଼ାକ ସବୁ ଅଲରେଡ଼ି ଆମର ଦେଖ ଆମର ଯେଉଁ ମେନ୍ ସିଲାବସ୍ର ଆମର ତ ସୋସିଓ କଲଚରାଲ ରିଫର୍ମ ମୁଭମେଣ୍ଟ ଅଛି, ତା ସହିତ ଯେଉଁ ଇମ୍ପୋର୍ଟାଣ୍ଟ ପର୍ସନ୍ସ ଦୋଜ୍ ହୁ ଟୁକ୍ ପାର୍ଟ ଇନ୍ ଦ ନ୍ୟାସନାଲ ମୁଭମେଣ୍ଟ, ସେ ଭିତରେ ଏମାନଙ୍କର ନାଁ ବି ସବୁ ଆସିବ। ରାଜା ରାମମୋହନ ରାୟ ଏଗୁଡ଼ା ବି ଦରକାର ଆମକୁ, ତେଣୁ ଏଗୁଡ଼ା ଟିକେ ଭଲରେ ବୁଝିଥାଅ, ଆଉ ଆମର ବହୁତ ପ୍ରିଲିମିନାରୀ ମେନ୍ ପାଇଁ ବି ଦରକାର ହେଲା। ତାପରେ ଆମେ ଦେଖିବା ଆଉ ତମେ ଜାଣିଛ ରାଜା ରାମମୋହନ ରାୟ ବିଲିଭ୍ ଇନ୍ ମୋନୋଥେଇଜିମ୍। ये बिलीव इन मोनोथेइज्म ଜାଣିଛ, ମନେ ପଡୁଛି ନା ନାଇଁ? ବିଲିଭ୍ ଇନ୍ କ'ଣ? ମୋନୋଥେଇଜିମ୍। ମୋନୋଥେଇଜିମ୍ ମାନେ କ'ଣ କିରେ? ମୋନୋଥେଇଜିମ୍ ମାନେ କ'ଣ? ୱାନ୍ ଗଡ୍ ହେଲା, ବିଲିଭ୍ ଇନ୍ ୱାନ୍ ଗଡ୍। ଆମେ ଯୋଉ ଆମ ହିନ୍ଦୁ ଧର୍ମରେ ଆମେ ଗୁଡ଼ାଏ ଗଡ୍ ଯୋଉ ମାନୁଛେ, ୱାନ୍ ଗଡ୍ ମୋନୋଥେଇଜିମ୍। ଆଚ୍ଛା, ତାପରେ କ'ଣ ହେଲା ନା ଇନ୍ 1809ରେ ସେ ଗୋଟେ ବହି ଲେଖିଥିଲେ, ମନେ ପଡୁଛି କ'ଣ? କୋଉ ବହି? ୟେସ୍, ଗୁଡ୍। ତ ଆର୍ କ'ଣ ଲେଖିଥିଲେ କି? ଗୋଟେ ବହି ଲେଖିଥିଲେ 1809ରେ। 1809ରେ ଗୋଟେ ବହି ଲେଖିଥିଲେ, ସେଇଟା ହଉଛି କ'ଣ? ଗୋଟେ ବୁକ୍ ଲେଖିଥିଲେ, କ'ଣ ସେଟା ନାଁ କିରେ? କ'ଣ? Gift to monotheism, monotheist actually, gift to monotheist, gift to monotheist, monotheist এটা কোন ল্যাঙ্গুয়েজে লেখা হয়েছিল? पर्शियन लैंग्वेज है, पर्शियन लैंग्वेज লেখা হয়েছিল, पर्शियन लैंग्वेज লেখা হয়েছিল, বুঝিলা? एक्सप्लेनिंग द बिलीफ इन वन गॉड है, कौन एथरे मेन कंटेंट कौन थिला? एक्सप्लेनिंग द बिलीफ इन वन गॉड, बिलीफ इन वन गॉड, बिलीफ इन वन गॉड है, एक्सप्लेनिंग द बिलीफ इन वन गॉड, बुझिला? तो तापर से भी वेद को ट्रांसलेट करते, बेले बेले पढ़ी वेद को ट्रांसलेट करते, ये आर 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 है, ट्रिपल आर, ये कौन ट्रिपल आर मान कौन कि राजा राममोहन राय, ये भी कौन करते? ट्रांसलेटेड वेदस एंड 5 उपनिषद, ट्रांसलेटेड कौन ट्रांसलेट करते? वेदस और 5टा उपनिषद, 5टा उपनिषद है, को लैंग्वेज को? इनटू बेंगली। को लैंग्वेज को? इनटू को लैंग्वेज को रे? इनटू बेंगली। इनटू को लैंग्वेज को? इनटू बेंगली, टू सपोर्ट हिज आर्गुमेंट इन फेवर ऑफ मोनोथेइज्म है, टू सपोर्ट हिज आर्गुमेंट arguments in favor of monotheism, in favor of monotheism, in favor of monotheism, you got it? बुझा पड़ला? तापर कौन देखिए, देखो तापर 1814 रे देखो 1814 रे 1814 रे कौन लगे? ही सेट अप आत्मीय सभा, कौन कहले? आत्मीय सभा, आत्मीय सभा 1814 रे से सेटअप करथिले आत्मीय सभा, जार मान होची सोसाइटी ऑफ फ्रेंड्स, आर माने कोन? सोसाइटी ऑफ फ्रेंड्स, आर माने होची सोसाइटी ऑफ फ्रेंड्स, कोडी करथिले एटा? इन कलकत्ता, कोडी? इन कलकत्ता। आगु तो जानि छ इंडिया ही समय रे कलकत्ता मेन सेंटर थिला, इन कलकत्ता, टू प्रोपागेट
theistic ideas, to propagate monotheistic ideas, हाँ। अरे बुझा पड़ला, to propagate what? To propagate monotheistic ideas। तापर कौन करथिले, ये अपोज करथिले कोन मोनोथिक आइडिया टू अपोज कोन, अपोज कोन किरे, आइडल, आइडल वर्शिप, ମାନେ आइडल वर्शिप को, एंड ही आल्सो कोन कास्ट रिजिडिटी को भी अटैक करथिले से, also attacked कोन कास्ट रिजिडिटी। आ कोन आ कोन करथिले किरे, हैं से कहते जे वेदांत इज बेस्ड ऑन रैशनल आइडियाज, वेदांत इज बेस्ड ऑन कौन, रैशनल आइडियाज, रैशनल आइडियाज। अरे मु तुमको गोटे आर्टिकल लिखिक आज पठेइथिल, पढ़िल सेटा, हां हाँ सर। एनडीटीवी को जो हाँ सर एक्योर, पढ़ एनडीटीवी को जो एक्योर कर देला अदानी ग्रुप, पढ़लो? हाँ सर, एक्विजिशन ऑफ अदानी, एनडीटीवी बाय अदानी एटा ग्रुप। पढ़िबो एटा भल आर्टिकलटा, देखो को भला केमि होउची, देखियो मते पढ़िबो, एटा भल बुझी पारिबो तो संपूर्ण पढ़िबो मन सब। तो वेदांत इज बेस्ड ऑन कोन रैशनल आइडिया से कहतले, तापर कोन देखो, वेदांत इज बेस्ड ऑन रैशनल आइडियाज, तापर आ कोन किरे, आ कोन कहतले से, हां तापर आ गोटे एट लिखि पारो तमे जे बेस्ड ऑन हिज वर्क्स, तांकर एसो काम को देखि क्रिश्चियन मिशनरी माने बहुत खुशी थिले हैला, बिकॉज जन भाबुथले जे क्रिश्चियनिटी को कोन ग्रहण करनेबे, तेणु ये लिखि दियो एठी, लिखिया दरकार नहीं, लिखि दियो। तो देखो क्रिश्चियनरी बेस्ड ऑन हिज वर्क्स, ये जो आंकड़े भया तो सो कार्यकलाप देखि कि क्रिश्चियन मिशनरी जो हैप्पी दैट ही वुड एम्ब्रेस क्रिश्चियनिटी वन डे, देखो तो जे निहाती भाबरे कोन क्रिश्चियनिटी को अपनाइ नेबे। आ क्रिश्चियन मिशनरी केबे आसिले, अरे कोन नियम रे सेमान को माने सेमान को दिया हेला जे तुम आसो इंडिया को आसी प्रसार करो बोली, 1830 गवर्नमेंट ऑफ इंडिया 1813, यस गवर्नमेंट ऑफ इंडिया 1813। अच्छा तापर कौन देख, तापर 1820 रे से आउ गोटे बही लिखिले, ता ना होची कोन के द परसेप्ट्स ऑफ जीसस, 1820 रे। एटा सब मन रखिबो, राजा नाम वेरी वेरी इंपोर्टेंट, हम बोथ प्रिलिम और मेन पाई। तेरे 1820 से आउ गोटे बही लिखिले, 1820 रे से आउ गोटे बही लिखिले, ता ना होची कोन द परसेप्ट्स ऑफ जीसस, द परसेप्ट्स ऑफ जीसस, द परसेप्ट्स ऑफ जीसस गोटे बही लिखिले, in which is separated moral and philosophical part and miracle stories of a new कौन न्यू टेस्टामेंट बुक लेख, कौन एथरे गले एथरे मेनली परसेप्ट ऑफ जीसस रे से मेन कौन कंटेंट थिला, ही सेपरेटेड, moral and philosophical, philosophical moral and philosophical part and कौन miracle stories of a new testament book and miracle stories of new testament, कौन बुक। तेणु से मिराकल टू मोराल और फिलोसॉफिकल पार्ट को से गले द परसेप्ट ऑफ जीसस रे, तेणु तार मेन इंटेंशन थिला टू इंक्लूड कोन मोरल पार्ट इन हिंदुइज्म व्हिच डिसअपॉइंटेड क्रिश्चियन मिशनरीज। तार ये जो जीसस रे से कोन करला मोरल और फिलोसॉफिकल पार्ट को अलगा करले, जो मिराकल, कारण देखिबो तांगा जो ये रे गुडा मिराकल स्टोरीज भी लिखा है विदाउट हैविंग एनी साइंटिफिक बैकिंग, बुझुछ ना नहीं। तेणु से सेगुड़ा अलगा करके ताको प्योर छाणला भलिया मोरल और फिलोसॉफिकल पार्ट को अलगा करके ये चिंता करले जे एई पार्ट को कोन करबे से इन्फ्यूज करबे हिंदुइज्म रे, कारण तांकर इंटेंशन थिला वेस्टर्न वेस्टर्न मॉडर्निटी को
ଇଷ୍ଟର୍ଣ୍ଣ ମାନେ ଆମ ଇଷ୍ଟର୍ଣ୍ଣ ସାଇଡ୍, ସେପଟେ ଏଇଟା ୱେଷ୍ଟର୍ଣ୍ଣ ସାଇଡ୍, ତେଣୁ ୱେଷ୍ଟର୍ଣ୍ଣ ମଡର୍ଣ୍ଣିଟିକୁ ସେ ଇଷ୍ଟର୍ଣ୍ଣ ସ୍ପିରିଚୁଆଲିଟିରେ ଇନଫ୍ୟୁଜ୍ କରିବା ପାଇଁ ଚାହୁଁଥିଲେ ହେଲା। ତେଣୁ ସେଥିପାଇଁ ସେ ତାଙ୍କର ମୋରାଲ ଆଉ ଫିଲୋସଫିକାଲ ପାର୍ଟଟାକୁ ଛାଣିକି ଆଣିକି କ'ଣ କଲେ ନା ଏଇଟାକୁ ଆଣିକି ହିନ୍ଦୁଇଜିମରେ ଇନଫ୍ୟୁଜ୍ କରିବା ପାଇଁ ଚାହୁଁଥିଲେ ହେଲା। ତେଣୁ ମୋରାଲ ପାର୍ଟ ଇନ୍ ହିନ୍ଦୁଇଜିମ୍ ଏଇଟାକୁ କାହାକୁ ଭଲ ଲାଗିଲାନି, ଖ୍ରୀଷ୍ଟିଆନ ମିଶନାରୀ ଲୋକଙ୍କୁ ଭଲ ଲାଗିଲାନି, କହିଲେ ଯେ ଆମଟାକୁ ଏମାନେ କ'ଣ ମୋଡିଫାଏ କରିକି ଆକ୍ସେପ୍ଟ କରୁଛନ୍ତି ହେଲା। ଏଠି ଲେଖିପାରିବ ଯେ ହିଜ୍ ଇଣ୍ଟେନସନ୍ କ'ଣ ହି ୱାଣ୍ଟେଡ୍ ଟୁ ଇନକ୍ଲୁଡ୍ he wanted to include he wanted to include moral part in Hinduism which disappointed Christian missionaries, disappointed Christian missionaries ବୁଝିଲା, which disappointed Christian missionaries। ତାପରେ କ'ଣ ହେଲା ନା 1828 ଇଏ ହେଲା 1820, ତାପରେ 1828ରେ ବ୍ରାହ୍ମ ସମାଜର ପ୍ରତିଷ୍ଠା କଲେ। 1828ରେ 1828ରେ କ'ଣ କରିଲେ, ବ୍ରାହ୍ମ ସମାଜର ପ୍ରତିଷ୍ଠା କଲେ। ବ୍ରାହ୍ମ ସମାଜ ମାନେ ବ୍ରହ୍ମା ସଭା ବା କ'ଣ ଗୋଟେ ବ୍ରାହ୍ମ ସଭା କଲେ। ଆଣ୍ଡ ହି ଚେଞ୍ଜ ଇଟ୍ସ ନେମ୍ ଟୁ ବ୍ରାହ୍ମ ସମାଜ। ଏଇଟା ବ୍ରହ୍ମା ସଭା କରିଥିଲେ, ବ୍ରହ୍ମା ସଭା ଥିଲା, ଯୋଉଟା ପରେ ସେ କ'ଣ କଲେ, ଏଇଟା ପରେ ସେ ଚେଞ୍ଜ କଲେ ତା ନାଁ କ'ଣ, ପରେ ଚେଞ୍ଜ କଲେ କ'ଣ, ବ୍ରାହ୍ମ ସମାଜ, ବ୍ରାହ୍ମ ସମାଜ ହେଲା। ତେଣୁ ସେ କ'ଣ କଲେ କି ତା ନାଁ ଚେଞ୍ଜ କରି କଲେ ବ୍ରାହ୍ମ ସମାଜ। ଟୁ ପ୍ୟୁରିଫାଇ ହିନ୍ଦୁଇଜିମ୍ ହେଲା, ଆର ମେନ୍ ଉଦ୍ଦେଶ୍ୟ କ'ଣ ଥିଲା, ଟୁ ପ୍ୟୁରିଫାଇ ଏମାନଙ୍କର ମେନ୍ ଉଦ୍ଦେଶ୍ୟ ଥିଲା ଟୁ ପ୍ୟୁରିଫାଇ ହିନ୍ଦୁଇଜିମ୍। ମେନ୍ ଉଦ୍ଦେଶ୍ୟ ଥିଲା ଟୁ ପ୍ୟୁରିଫାଇ ହିନ୍ଦୁଇଜିମ୍। ମେନ୍ ଉଦ୍ଦେଶ୍ୟ କ'ଣ ଥିଲା କି ଟୁ ପ୍ୟୁରିଫାଇ ହିନ୍ଦୁଇଜିମ୍ ହେଲା, and to preach monotheism, ବୁଝିଲା। So it is based on twin pillars called rationalism and Vedas and Upanishad। ଆମେ କହିବା ଏଇଟା କ'ଣ ଥିଲା, ଦିଟା ଆମେ କହିବା twin pillars ଯଦି ଥିଲା, ଦିଟା twin pillars କ'ଣ, ବୋଲେ କ'ଣ, ଗୋଟେ ହେଲା rationalism and Vedas, ହେଲା। ରାସନାଲିଜିମ୍ ଗୋଟେ, ଆଉ ଗୋଟେ ବେଦଜ ଉପନିଷଦ, ହେଲା। ବେଦଜ ଉପନିଷଦ, ରାସନାଲିଜିମ୍, ଏ ଦିଟା ଉପରେ କ'ଣ ଏମାନଙ୍କର ମେନ୍ ଇଣ୍ଟେନସନ୍, ମାନେ ଏଇ କାମ କରିଥିଲେ। ମେନ୍ ଥିଲା ମାନେ ପ୍ୟୁରିଫାଇ ହିନ୍ଦୁଇଜିମ୍କୁ ପ୍ୟୁରିଫାଇ କରିବା, ଯାହା ସବୁ ମାଲାଡିଜ୍, ସୋସିଆଲ ମାଲାଡିଜ୍ ଅଛି ତାକୁ ଏରାଡିକେଟ୍ କରିବା ହେଲା। ସୋ ଏଇଟା କ'ଣ ମାନେ ଏଇଟା ଏଇ ସବୁ ଜିନିଷ ତାଙ୍କର ମେନ୍ ଇଣ୍ଟେନସନ୍ ଥିଲା, ବୁଝିଲା। ଆରେ ବୁଝା ପଡ଼ିଲା ରେ। ଗୋଟେ ରାସନାଲିଜିମ୍ ଆଉ ଗୋଟେ ବେଦ ଉପନିଷଦ, ଗୋଟେ ହେଲା ରାସନାଲିଜିମ୍ ଆଉ ଗୋଟେ ବେଦ, ଏଇଟା ରାସନାଲିଜିମ୍ ଗୋଟେ, ଆଉ ଗୋଟେ କ'ଣ, ଆଉ ଗୋଟେ ବେଦ ଆଣ୍ଡ ଉପନିଷଦ ଗୋଟେ, ଇଏ ଗୋଟେ ଏ ଦିଟାଙ୍କ ଟୁଇନ୍ ପିଲର୍ସ, ବୁଝା ପଡ଼ିଲା। ଆରେ ବୁଝା ପଡ଼ିଲା। କିନ୍ତୁ ଏଇ ଜିନିଷକୁ ଭଲ ଲାଗିଲାନି କାହାକୁ ଭଲ ଲାଗିଲାନି କିରେ, କାହାକୁ ଭଲ ଲାଗିଲାନି? ଖ୍ରୀଷ୍ଟିଆନ ମିଶନାରୀ ଭଲ ଲାଗିଲାନି, ଅର୍ଥୋଡକ୍ସ ହିନ୍ଦୁ ଯୋଉମାନେ ଥିଲେ ସେମାନଙ୍କୁ ଭଲ ଲାଗିଲାନି, କାରଣ ଇଏ ହିନ୍ଦୁ ଧର୍ମକୁ ପ୍ୟୁରିଫାଇ କରିବା ପାଇଁ ଚାହୁଁଥିଲେ ହେଲା। ହିନ୍ଦୁ ଧର୍ମକୁ ପ୍ୟୁରିଫାଇ କରିବା ପାଇଁ ଚାହୁଁଥିଲେ ନା ହିନ୍ଦୁଇଜିମ୍କୁ,
ତେଣୁ ଯୋଉମାନେ ଅର୍ଥୋଡକ୍ସ ଏକରେ ତ ମିଶନାରୀ ମାନଙ୍କୁ ଭଲ ଲାଗିଲାନି କାହିଁକି ମାନେ ଯୋଉ ଜେସସ୍ ଦ ପରସେପ୍ଟସ ଅଫ ଜେସସ୍ ରେ ସେ କଣ କଲେ ନା ଯୋଉ ମିରାକିଲ ପାର୍ଟଟାକୁ ଅଲଗା କରିକି ଓନ୍ଲି ମୋରାଲ ଆଉ ଫିଲୋସଫିକାଲ ପାର୍ଟଟାକୁ ଏକ୍ସଟ୍ରାକ୍ଟ କରିକି ଆଣିଲେ। ତାଙ୍କୁ ଭଲ ଲାଗିଲାନି କହିଲେ ଆମକୁ ମୋଡିଫାଇ କରିକି ତମେ ଇଏ କରୁଛ ଏଟା ମିଶନାରୀ ମାନଙ୍କୁ ଭଲ ଲାଗିଲାନି। ଏପଟେ ଅର୍ଥୋଡକ୍ସ ହିନ୍ଦୁ ମାନଙ୍କୁ ବି ଭଲ ଲାଗିଲାନି କାରଣ ଇଏ ଚାହୁଁଥିଲେ ହିନ୍ଦୁଇଜିମକୁ ପ୍ୟୁରିଫାଇ କରିବା ପାଇଁ ତାଙ୍କୁ ବି ଭଲ ଲାଗିଲାନି। ତେଣୁ ଆର ଏଗନେଷ୍ଟରେ କଣ କଲେ ମାନେ କଣ ହେଲା ଦେଖ ତେଣୁ କଣ ହେଲା ନା ଅର୍ଥୋଡକ୍ସ ହିନ୍ଦୁ ସ୍କୁଲ କଲ୍ଡ ଧର୍ମସଭା ଇଏ ବ୍ରାହ୍ମ ସଭା କରିଥିଲେ ନା ବ୍ରହ୍ମା ସଭା ସେ ଗୋଟେ ଧର୍ମସଭା ବନେଇଥିଲେ। କଣ ହଉନି ଦେଖ ଅର୍ଥୋଡକ୍ସ ହିନ୍ଦୁ ସ୍କୁଲ ଅର୍ଥୋଡକ୍ସ ମାନେ କଣ ନୈଷ୍ଠିକ ଅର୍ଥୋଡକ୍ସ ହିନ୍ଦୁ ହିନ୍ଦୁ ସ୍କୁଲ ଯୋଉଟା ଆମେ କହିପାରିବା ଅର୍ଥୋଡକ୍ସ ହିନ୍ଦୁ ସ୍କୁଲ ଗୋଟେ କଣ ତିଆରି କଲେ ଗୋଟେ କଲେ ଧର୍ମସଭା ସେ କରିଥିଲେ ବ୍ରହ୍ମସଭା ଇଏ କଲେ ଧର୍ମସଭା ହେଲା। ଧର୍ମସଭା ଏଟା କାହା ଦ୍ୱାରା ଆର ମେନ୍ କିଏ ଥିଲେ ରାଧାକାନ୍ତ ଦେବ ରାଧାକାନ୍ତ ଦେବ ହେଲା। ଇଏ କଲେ ଟୁ କଣ କାଉଣ୍ଟର ବ୍ରାହ୍ମ ସମାଜ ଆଙ୍କର ମେନ୍ ଉଦ୍ଦେଶ୍ୟ କଣ ଥିଲା ଟୁ କାଉଣ୍ଟର ବ୍ରହ୍ମ ସମାଜ ତ ବ୍ରହ୍ମ ସମାଜ କାଉଣ୍ଟର କରିବା ପାଇଁ ଇଏ ଗୋଟେ କଣ ବନେଇଲେ ଧର୍ମସଭା ବୁଝିହେଲା। ଧର୍ମସଭା ମେନ୍ ପ୍ରବର୍ତ୍ତକ କିଏ ଥିଲେ ରାଧାକାନ୍ତ ଦେବ ବୁଝିହେଲା। ତେଣୁ ଏମିତି ହେଲା ପରେ ଯେତେବେଳେ ଏମିତି ତାଙ୍କ ଭିତରେ କାଉଣ୍ଟର ଚାଲିଥିଲା କିନ୍ତୁ ଏଇ ସମୟରେ କଣ ହେଲା ନା 1833ରେ ରାଜା ରାମମୋହନଙ୍କର ଡେଥ୍ ହେଇଗଲା। ଯେତେ କିଏ ଲେଖୁଛି ମୁଁ ଟ୍ରିପଲ ଆର ଲେଖୁଛି ତମେ ବୁଝିଯିବ ରାଜା ରାମମୋହନ ରାୟ ଡାଏଡ୍ ହେଲା। ଦେଲା ପରେ ଏଇଟା ବିକେମ୍ ଏ ସେଟବ୍ୟାକ୍ ଫର କଣ ବ୍ରାହ୍ମ ସମାଜ ସେଟବ୍ୟାକ୍ ହେଲା ବର୍ତ୍ତମାନ ଫର ବ୍ରାହ୍ମ ସମାଜ କାରଣ ଯୋଉ ଚାଲିଥିଲା ବ୍ରାହ୍ମ ସମାଜ ଯେମିତି ଆଗେଇ ଚାଲିଥିଲା ବର୍ତ୍ତମାନ ସେଟବ୍ୟାକ୍ ହେଲା ବ୍ରାହ୍ମ ସମାଜ ବୁଝିଲା ବିକେମ୍ ଏ ଭେରି କଣ ସେଟବ୍ୟାକ୍ ଫର ବ୍ରାହ୍ମ ସମାଜ। ସେଠୁ କଣ ହେଲା ବ୍ରହ୍ମ ସମାଜ ମିଶନ ଲେଖିଦିଅ ବ୍ରହ୍ମ ସମାଜ ମିଶନ ତ ଗୋଟେ ସେଟବ୍ୟାକ୍ ହେଲା ଡେଥ୍ ପରେ ହେଲା। ତ ଆମେ ଦେଖିବା ଇଏ କଣ କଣ ମାନେ ଯୋଉ ଆମର ଆର ଯଦି ଆମେ ଦେଖିବା ତାଙ୍କର ମେଜର ଯୋଉ କ୍ୟାମ୍ପେନ୍ ହେଇଥିଲା କଣ କଣ ଦେଖ ଟ୍ରିପଲ ଆରଙ୍କର ମେଜର ଯୋଉ କ୍ୟାମ୍ପେନ୍ ହେଇଥିଲା ଟ୍ରିପଲ ଆର ଯୋଉ ମେଜର କ୍ୟାମ୍ପେନ୍ ହେଇଥିଲା ଟ୍ରିପଲ ଆର ମାନେ କଣ କି ରାଜା ରାମମୋହନ ରାୟ ହେଲା। ତା ମେନ୍ କ୍ୟାମ୍ପେନ୍ ହେଇଥିଲା କଣ ଏଗନେଷ୍ଟ ସତୀ ତ କଣ ଜାଣିଛ ମୁଁ କହୁନି ଏଗୁଡା ସତୀ ଜାଣିଛ ତ କଣ ଆରେ ସତୀ ଜାଣିନ ସତୀ କଣ ମାନେ ଯାର ହଜବେଣ୍ଡ ମରିଯିବେ ତାକୁ ଜବରଦସ୍ତି ଆଣିକି ତାକୁ ନିଆଁରେ ପୋଡିଦେବେ ହେଲା ତାର ସେଇ ସେ ହଜବେଣ୍ଡଙ୍କର ଯୋଉ ପାଇରେ PYR ପାଇଲ କହନ୍ତି ନା ତାଙ୍କ ଯୋଉ ଜୁଇକୁ ତାକୁ ଜବରଦସ୍ତି ଆଣିକି ସ୍ତ୍ରୀକୁ ପକେଇବେ। ତେଣୁ ଏଇଟା ସେ ତାର ତା ଆଗନେଷ୍ଟରେ ମୁଭମେଣ୍ଟ ଚଲେଇଥିଲେ ହେଲା। ତେଣୁ ସେ ବି ଗୋଟେ ପିଟିସନ ବି ଦେଇଥିଲେ ବ୍ରିଟିଶକୁ ଟୁ ଆବଲିଶ ସତୀ ଇନ୍ 1829ରେ ସେ ପିଟିସନ ଦେଇଥିଲେ ବି ପିଟିସନ ଟୁ ବ୍ରିଟିଶ କଣ ଟୁ ଆବଲିଶ କଣ କିରେ ଆରେ କାହାର ମାଇକ ଖୋଲା ଅଛି କିରେ ବନ୍ଦ କରିଦିଅ ଟୁ ଆବଲିଶ what ଟୁ ଆବଲିଶ ସତୀ ହେଲା। ତେଣୁ 1829ରେ ବି ସେ କଣ ଗୋଟେ ପିଟିସନ ଦେଇଥିଲେ ଯେ ବନ୍ଦ କର ବୋଲି। এই ସମୟରେ କିଏ ଥିଲେ ଗଭର୍ଣ୍ଣର ଜେନେରାଲ କିଏ ଥିଲେ କିରେ ଆରେ ଗଭର୍ଣ୍ଣର ଜେନେରାଲ କିଏ ସମୟରେ ୱିଲିୟମ ବେଣ୍ଟିକ ହଉଛନ୍ତି ଗଭର୍ଣ୍ଣର ଜେନେରାଲ ଏ ସମୟରେ ହେଲା। ତେଣୁ ଏମାନେ ବି କହିଲେ ଯେ ବର୍ତ୍ତମାନ ୱିଲିୟମ ବେଣ୍ଟିକ କଣ କଲେ ମାନି ନେଲେ କହିଲେ ସତୀଟା ହଉଛି ଗୋଟେ କଣ ସତୀ ହଉଛି କ୍ରାଇମ ପ୍ରାକ୍ଟିସ ସତୀ ୱାଜ ଏ କ୍ରାଇମ କହିଲେ ପ୍ରାକ୍ଟିସ ସତୀ ଯଦି ସତୀ ତମେ କରୁଛ ପ୍ରାକ୍ଟିସ ସତୀ
वाज ए क्राइम बुझेला तापरे आ पर भी से पॉलीग्यामी ऊपर कोन करथिले कैंपेन चलाइथिले सती पर तो चलाइथिले तापरे पॉलीग्यामी ऊपर भी तापरे आ कोन का पर के एग्नेस्ट कोन कैंपेन चलाइथिले एग्नेस्ट कार पॉलीग्यामी को जानिछ तो अरे पॉलीग्यामी कोन हां मल्टीपल मैरिज, हां बहुत मल्टी मल्टीपल हां रहे। यस यस मल्टी बहुत पॉलीग्यामी पर क्या करले एंड फेवर जेंडर इक्वालिटी सपोर्ट करथिले का जेंडर इक्वालिटी को सपोर्ट करथिले जेंडर इक्वालिटी हला सपोर्ट जेंडर इक्वालिटी with respect to inheritance of property with respect to with respect to inheritance of property with respect to inheritance of property हला तो जेंडर इक्वालिटी with respect to inheritance of property ताहले से पॉलीगामी सपोर्ट करथिले जेंडर इक्वालिटी with respect to what inheritance of property rights से कहले जे प्रॉपर्टी राइट्स रे खाली पुओ मानु काई मिलिबो झियो मानु को भी माने वुमेन मानु को मिलिबो दरकार आ पर भी से कैंपेन चलैथिले अरे बुझी होची तापर आ सहित भी मॉडर्न एजुकेशन को प्रोपागेट करबे तांगर भी एफर्ट बहुत थिला हला एफर्ट टू प्रोपागेट कोन प्रोपागेट effort to propagate on modern education कौन करथिले ही सपोर्टेड डेविड हैरिस एफर्ट टू एस्टैब्लिश कोन हिंदू कॉलेज एटा भी लिखि दियो किछ पॉइंट लिखि देता तो प्रथम पॉइंट कौन थिला ही सपोर्टेड डेविड हैरिस सपोर्टेड का को सपोर्टेड डेविड हैरे कौन होची जेंदी डेविड हैरे सर अपने राखी दे देखो डेविड हैरिस एफर्ट टू एस्टैब्लिश हिंदू कॉलेज इन 1817 डेविड हैरिस एफर्ट टू एस्टैब्लिश हिंदू कॉलेज हां सर एगुडा नॉलेज बता कौन 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 सर एटा नॉलेज थिले भी चोई टिके लिखि देथा तुम माने सब पूरा सेंटेंस नले ठार मार के लिखि थाओ टिके कारण रिवाइज करे रे हेल्पफुल हो के कोन होइतला बुझला खाली सु सुनिले अरे सुनिले कोन मन रहि जो सब सुनिले भूली जीव ना टिके खाता लिखि देथा रिवीजन कला बेले हेल्प करियो सुनिले बिना मन रहो पुनी 2-3 दिन पर तो पळाई जीव ना इरो नले एडा भी बहिरु खोजले बेलु कोन कि लिखा हिथिबो किंतु बहिरु गुडा जगह रे लिखा हिथिबो ना बेसी समय पढिया के पड़ियो एमति खाली टिके जस्ट शॉर्टकट करके लिखि देथा डेविड हैरिस हिंदू कॉलेज को सपोर्ट करथिले कोडा केते इन 1817 रे बुझेला तापर ही एस्टैब्लिश्ड इंग्लिश स्कूल व्हिच टॉट साइंस एंड वेस्टर्न थॉट हला इंग्लिश स्कूल रो भी तैयारी करथिले इंग्लिश स्कूल फॉर साइंस एंड वेस्टर्न थॉट्स फॉर साइंस एंड वेस्टर्न थॉट्स फॉर साइंस एंड वेस्टर्न थॉट्स आउ से वेदांत कॉलेज भी एस्टैब्लिश करथिले व्हिच अफोर्ड कोन बोथ वेस्टर्न एंड इंडियन लर्निंग वेदांत कॉलेज भी स्थापन करथिले वेदांत कॉलेज एटा कोन करथिला वेस्टर्न एंड इंडियन लर्निंग हला फॉर वेस्टर्न एंड इंडियन लर्निंग फॉर वेस्टर्न एंड इंडियन लर्निंग तापरे ही वाज ए जर्नलिस्ट भी तापरे आउ तांको पॉलीग्लॉट भी कहउतले जानि छ नै राजाराम बहुत गुडे लैंग्वेज जानिथिले राजारामन को पॉलीग्लॉट भी कहै जाय बहुत गुडे लैंग्वेज जानिथिले देखो जहां सब को कहला बेले जे बस टिके खाली ठार मार के लिखि दोथा काटडा तुम पर इरे हेल्प करी तो ही वाज ए जर्नलिस्ट हला लिंग्विस्ट भी जो पॉलीग्लॉट भी जणे एंड ही रेज्ड अवेयरनेस अगेंस्ट कॉलोनियल पॉलिसीज थ्रू हिज जर्नल्स एंड इशू रेज्ड बाय जो मेजर इशू से रेज करथिले बा ता जर्नल सो लिखिथिले एबडा हो एक्सप्लॉयटेशन ऑफ जमीदार कारण हम तो जमीदार सिस्टम बेंगल पड़ चलथिला तो जमीदार मानकर एक्सप्लॉयटेशन ऊपर भी से लिखिथिले ही वांटेड रिडक्शन ऑफ कोन एक्सपोर्ट ड्यूटी ऑफ इंडियन गुड्स होला एक्सपोर्ट ड्यूटी रे काफी रिडक्शन होवा दरकार
he demanded to Indianize civil services, civil service को इंडियन ढांचाରେ ବନେଇବା ପାଇଁ ସେ କହୁଥିଲେ। ତାପରେ ସେପାରେସନ ଅଫ ଜୁଡିସିଆରୀ ଫ୍ରମ ଏକ୍ଜିକ୍ୟୁଟିଭ, ଏଇଟା ତ ଜୀବନରେ କେବେ ଭୁଲିବନି। ସେପାରେସନ ଅଫ ଜୁଡିସିଆରୀ କଣ? ସେପାରେସନ ଅଫ ଜୁଡିସିଆରୀ ଫ୍ରମ ଏକ୍ଜିକ୍ୟୁଟିଭ। ଆରେ ବୁଝିପାରୁଛ ନା ନାଇଁ? ରାଜା ରାମମୋହନ ରାୟ, ସେପାରେସନ ଅଫ ଜୁଡିସିଆରୀ ଫ୍ରମ ଏକ୍ଜିକ୍ୟୁଟିଭ, ସେପାରେସନ ଅଫ ଜୁଡିସିଆରୀ ଫ୍ରମ ଏକ୍ଜିକ୍ୟୁଟିଭ। ଏଟା ଫାର୍ଷ୍ଟ ଟାଇମ କୋ ଆକ୍ଟ ଇଣ୍ଟ୍ରୋଡ୍ୟୁସ କରାହେଲା କି ରେ? ହାଁ, ଆରେ କୋ ଆକ୍ଟ ଇଣ୍ଟ୍ରୋଡ୍ୟୁସ କରାହେଲା ଫାର୍ଷ୍ଟ ଟାଇମ ସେପାରେସନ ଟା? ହାଁ, ଆରେ କୋ ଆକ୍ଟ ରେ? 1853 ହାଁ, ଜୁଡିସିଆରୀ ଆଣ୍ଡ ଏକ୍ଜିକ୍ୟୁଟିଭ। ଆଚ୍ଛା, ହି ସେପାରେସନ ଅଫ ଜୁଡିସିଆରୀ ଫ୍ରମ ଏକ୍ଜିକ୍ୟୁଟିଭ, ଏ ବିଷୟରେ ବି ସେ ଏଟା କହୁଥିଲେ ହେଲା। ତାପରେ କଣ? ତାପରେ ଆଉ ତାଙ୍କର କଣ ଥିଲା? ସେପାରେସନ ଜୁଡିସିଆରୀ ଏକ୍ଜିକ୍ୟୁଟିଭ ଏତିକି ଲେଖା କଣ? ଏଇଟା ମେନ୍ ଥିଲା ଏତିକି। ରାଜା ରାମମୋହନ ବିଷୟରେ ଆଉ କଣ କି ଏତିକି ଜାଣିଲେ କାଫି। ଆଉ କଣ ବହିପତ୍ର କଣ ଲେଖିଥିଲେ ସବୁ ଜାଣିଗଲ। ଆଉ ଷ୍ଟାର୍ଟିଂ ରେ ମୁଁ ତମକୁ ଯୋଉ ଦେଇଥିଲି ଏମସି ଯୋଉ ଆମର ମର୍ଣ୍ଣିଂ ଯେତେବେଳେ ଆମେ ପଢିଥିଲେ ସେତେବେଳେ ମୁଁ କହିଥିଲି ଗୋଟେ କଥା ନା, ମନେ ଅଛି ନା ନାଇଁ? ସେଟା ସବୁ ନୋଟ୍ସ ଅଛି ତ ପାଖରେ? ଆରେ ସେ ନୋଟ୍ସ ରଖିଛ ନା ନାଇଁ? yes ଆଁ, yes sir ହଁ, ସେଇ ନୋଟ୍ସରେ ମୁଁ ଗୁଡାଏ sir କହିଥିଲି। ହଁ, ଗୁଡାଏ କହିଥିଲି, ସେଟା ବି ରେଫର କରିବ ହେଲା। ତ ଆଉ କଣ ରାଜରାମମୋହନ ଏତିକି। ତାପରେ ଟିକେ ବ୍ରାହ୍ମ ସମାଜ ବିଷୟରେ ଆଉ ଟିକେ ଦେଖିଦବା। ଏ ସବୁ ସରିଲା, ଇଏ ସରିଲା ହେଲା। ତାପରେ ବ୍ରାହ୍ମ ସମାଜ ବିଷୟରେ ଦେଖିବା। ଦେଖ ବ୍ରାହ୍ମ ସମାଜ ଆମେ ଦେଖିବା, ବ୍ରାହ୍ମ ସମାଜ ବିଷୟରେ କଣ କଣ ଦେଖ। ତ ରାଜା ରାମମୋହନ ରାୟ 1828 ରେ ବ୍ରାହ୍ମ ସମାଜର ନିର୍ମାଣ କରିଥିଲେ ହେଲା। ପ୍ରଥମେ ସେ କରିଥିଲେ ବ୍ରହ୍ମା ସଭା, ତାପରେ ତା ନାଁ ଚେଞ୍ଜ କଲେ କଣ? ବ୍ରାହ୍ମ ସମାଜ, ଟୁ ପ୍ୟୁରିଫାଇ ହିନ୍ଦୁଇଜମ ଆଣ୍ଡ ଟୁ ପ୍ରିଚ ମୋନୋଥେଇଜମ। ମୁଁ ଅଲରେଡି କହିସାରିଲିଣି। and it was based on twin pillars called, ଗୋଟେ ହେଲା rationalism ଆଉ ଗୋଟେ ହଉଛି କଣ? ବେଦଜ ଉପନିଷଦ। so ଏଇଟା କଣ? ଟିଚିଂ ଟୁ ଅଦର ରିଲିଜିୟସ ଏଲସୋ ଆଜ ୱେଲ ଆଜ ହିଜ, ମାନେ 1833 ତାଙ୍କ ଡେଥ ହେଇଗଲା। କିନ୍ତୁ ଯୋଉ ତାଙ୍କ ରିଫର୍ମ ମୁଭମେଣ୍ଟ ବ୍ରାହ୍ମ ସମାଜ ମାଧ୍ୟମରେ ସେ କରୁଥିଲେ, 1833 ତାଙ୍କ ଡେଥ ପରେ ଗୋଟେ ମେଜର ସେଟବ୍ୟାକ୍ ହେଲା ମିଶନ ପ୍ରତି ତାଙ୍କର। କାରଣ ଯୋଉ ସ୍ପିଡରେ ବା ଯୋଉ ଗତିରେ ସେମାନେ ଆଗେଇ ଚାଲିଥିଲେ, ସେଥିରେ କଣ ହେଲା? କାଫି ଶିଥିଳତା ଆସିଲା। ତ ତାପରେ କଣ ହେଲା? ତାପରେ 1828 ମସିହାରେ ହେଲା, 1828 ମସିହାରେ କଣ ହେଲା ନା ଦେଖ, 1828 ମସିହାରେ 1828 ରେ 1828 ମସିହାରେ 1828 ତ ବ୍ରହ୍ମସମାଜ ତିଆରି ହେଲା, ଛାଡ। ତାପରେ ଡେଥ ହେଇଗଲା। ତାପରେ ଆଫ୍ଟର ହିଜ ଡେଥ ଲେଖ, ଆଫ୍ଟର ହିଜ ଡେଥ ରେ କଣ ହେଲା? ତାଙ୍କ ଡେଥ ପରେ ତା ଦାୟିତ୍ୱ ଦିଆ ହେଲା କାହାକୁ? ଦେବେନ୍ଦ୍ରନାଥ ଟାଗୋର ହେଲା। ଦେବେନ୍ଦ୍ରନାଥ ଟାଗୋର ଜଏଣ୍ଟ ବ୍ରାହ୍ମ ସମାଜ। ଦେବେନ୍ଦ୍ରନାଥ ଠାକୁର, ଦେବେନ୍ଦ୍ରନାଥ ଟାଗୋର। सर ହଁ ତାଙ୍କର ଡେଥ୍ ଟା ଯୋଉ ହେଇଥିଲା ହଁ ହଁ। सर କୋଉଠି ହେଇଥିଲା ତାଙ୍କ ଯୋଉ ଟା ସେଇଟା ବହୁତ କୋଶ୍ଚିନ୍ ମୁଁ ଦେଖିଥିଲି ପୂର୍ବ ମନେ ପଡୁନି ବାକି ଗୋଟେ କୋଶ୍ଚିନ୍ ଥିଲା ଡେଥ ଡେଥ ତାଙ୍କର କୋଉଠି ହେଇଥିଲା କି? ଇଣ୍ଡିଆରେ ହେଇନଥିଲା ଇଣ୍ଡିଆରେ ହେଇନଥିଲା ନାଇଁ ନାଇଁ, ବାହାରେ ହେଇଥିଲା। ବାହାରେ ଲଣ୍ଡନରେ ହେଇଥିଲା ବୋଧେ, ହଁ ଲଣ୍ଡନ। ହଁ, sir Stapleton ହଉ ଦେଖିଦବ ସେଇଟା, ଷ୍ଟାଟଲିଟନ। ଦେଖିଦବ ସେଇଟା ଟିକେ। ହଁ ତ ମୋର ମନେ ନାହିଁ ହଁ ମୁଁ ହଁ, ଦେଖିକି ଠିକ କହୁଛି ଅଛି। ହଁ, ଏଟା ପଢିଛି ସେଇଟା। ଷ୍ଟାପଲେଟନ, ଆଚ୍ଛା ଦେଖିଦବ। ଷ୍ଟାପଲେଟନ। ଷ୍ଟାପଲେଟନ ହେଲା। ଆଚ୍ଛା ହଉ, ଦେବେନ୍ଦ୍ରନାଥ ଟାଗୋର ହଉଛନ୍ତି କିଏ କିରେ? ରବୀନ୍ଦ୍ରନାଥ ଠାକୁର ବାପା ଇଏ। ଫାଦର ଅଫ କାହାର? ଫାଦର ଅଫ ଆର୍ ଏନ୍ ଟାଗୋର। ଆର୍ ଏନ୍ ଟାଗୋର, ଆର୍ ଏନ୍ ଟାଗୋର ଲେଖିଥିଲେ ଗୋଟେ କବିତା ଲେଖିଥିଲେ, ଭାରି, ତାର ଓଡ଼ିଆ ଅନୁବାଦରେ ମୁଁ କହୁଛି, କାରଣ ବେଙ୍ଗଲୀରେ ଲେଖିଥିଲେ ସେ। ଭାରି କଠିନ ସେ ସଙ୍ଗୀତ ସାଧନା, ମଧୁର ଯାହାର ସ୍ୱର, ନିଜ ପାଖେ ଯାଇ ନିଜେ ପହଞ୍ଚିବା ସବୁଠାରୁ ବେଶୀ ଦୂର। ଆରେ ବୁଝିପାରୁଛ? ଭାରି କଣ କହିଲେ ଏବେ? ଭାରି କଠିନ ସେ ସଙ୍ଗୀତ ସାଧନା, ମଧୁର ଯାହାର ସ୍ୱର,
ନିଜ ପାଖେ ଯାଇ ନିଜେ ପହଞ୍ଚିବା ସବୁଠାରୁ ବେଶୀ ଦୂର। ତେଣୁ ସେଥିପାଇଁ ନିଜ ପାଖରେ ପହଞ୍ଚିବା ପାଇଁ ଚେଷ୍ଟା କର। ଟ୍ରାଏ ଟୁ ସେଲ୍ଫ ଆନାଲିସିସ୍ ହେଲା, ସେଇଟା ସବୁଠୁ ବେଶୀ ଦୂର, ସେଇଟା ଲୋକମାନେ କରିପାରନ୍ତି। ଦେବେନ୍ଦ୍ରନାଥ ଟାଗୋର ହେଲା ଫାଦର ଅଫ୍ ଆର୍ ଏନ୍ ଟାଗୋର ହେଲା। ଇଏ କଣ କଲେ ନା, ଇଏ ଜଏନ୍ କଲେ ବ୍ରାହ୍ମ ସମାଜକୁ କେତେରେ 1842ରେ ଇଏ ଜଏନ୍ କଲେ ବ୍ରାହ୍ମ ସମାଜ ଇନ୍ 1842 ରେ ଜଏନ୍ କଲେ ହେଲା। ତ ଇଏ ଜଏନ୍ କଲା ପରେ ଇଏ କଣ କଲେ ନା, ଦେବେନ୍ଦ୍ରନାଥ ଫାଉଣ୍ଡେଡ୍ କଣ, ଜଏନ୍ କରିବା ପୂର୍ବରୁ ବି ସେ ଗୋଟେ କଣ ବନେଇଥିଲେ କି ମାନେ ଅଫିସିଆଲି ଜଏନ୍ କରିବା ପୂର୍ବରୁ ସେ ବି ଗୋଟେ ତତ୍ତ୍ୱବୋଧିନୀ ସଭା ବି ନିର୍ମାଣ କରିଥିଲେ, ମାନେ ଗଠନ କରିଥିଲେ। କିଏ ସେ? ଦେବେନ୍ଦ୍ରନାଥ ଠାକୁର। ତତ୍ତ୍ୱବୋଧିନୀ ସଭା। ତତ୍ତ୍ୱ ସ୍ପେଲିଂ ଏମିତି କି ତତ୍ତ୍ୱବୋଧିନୀ ସଭା ହେଲା। ଦେଖ, ତତ୍ତ୍ୱବୋଧିନୀ ସଭା କରିଥିଲେ 1839ରେ ହେଲା। 1839ରେ ତତ୍ତ୍ୱବୋଧିନୀ ସଭା ଟୁ ପ୍ରୋପାଗେଟ୍ ଦ ଆଇଡିଆଜ ଅଫ ରାମମୋହନ ରାୟ ଟୁ ପ୍ରୋପାଗେଟ୍ ଦ ଆଇଡିଆ ଅଫ ରାମମୋହନ ରାୟ। ତାପରେ ତତ୍ତ୍ୱବୋଧିନୀ ସଭା ପ୍ରମୋଟେଡ୍ ସିଷ୍ଟମାଟିକ୍ ଷ୍ଟଡି ଅଫ୍ ଇଣ୍ଡିଆସ୍ ପାଷ୍ଟ ଇନ୍ ବେଙ୍ଗଲୀ ହେଲା। ବେଙ୍ଗଲୀ ଲାଙ୍ଗୁଏଜରେ ମାନେ ଇଣ୍ଡିଆର ପାଷ୍ଟକୁ ବା ଇଣ୍ଡିଆର ସବୁ ପାଷ୍ଟ ହିଷ୍ଟ୍ରିକୁ କଣ ଏମାନେ ସିଷ୍ଟମାଟିକ୍ ୱେରେ ପଢ଼ାଇବା ଷ୍ଟାର୍ଟ କଲେ। ଲାଟର ତତ୍ତ୍ୱବୋଧିନୀ ସଭା ୱାଜ୍ ମର୍ଜଡ୍ ୱିଥ୍ ବ୍ରହ୍ମ ସମାଜ ଇନ୍ 1842। ଯିଏ ଜଏନ୍ କଲେ 1842ରେ ବ୍ରହ୍ମ ସମାଜରେ, ତତ୍ତ୍ୱବୋଧିନୀ ସଭା କାହା ସହିତ ମର୍ଜ କରିଗଲା? ଆରେ ବ୍ରହ୍ମ ସମାଜ ସହିତ ମର୍ଜ କରିଗଲା ତତ୍ତ୍ୱବୋଧିନୀ ସଭା। ବୁଝିଲା? ଆରେ ବୁଝା ପଡ଼ିଲା? ତାପରେ କଣ ହେଲା ଦେଖ, ତାପରେ ଯଦି ଆମେ ଦେଖିବା ଦେବେନ୍ଦ୍ରନାଥ ଟାଗୋରଙ୍କର କଣ୍ଟ୍ରିବ୍ୟୁସନ୍ କଣ ଥିଲା ବ୍ରହ୍ମ ସମାଜକୁ, ସେ କଣ, ଇଏ ବି କଣ କଲେ, ସପୋର୍ଟେଡ୍ ୱିଡୋ ରିମ୍ୟାରେଜ୍। ମାନେ ଆଙ୍କ ଏଇ ସଭା ମାଧ୍ୟମରେ ଏମାନେ ସବୁ କ୍ୟାମ୍ପେନ୍ ଚଲେଇଲେ ଯେ ୱିଡୋ ରିମ୍ୟାରେଜକୁ ସପୋର୍ଟ କଲେ। ଆବୋଲିସନ୍ ଅଫ୍ ପଲିଗ୍ୟାମି, ୱିମେନ୍ସ ଏଜୁକେସନ୍, ଇମ୍ପ୍ରୁଭମେଣ୍ଟ ଅଫ୍ କଣ ରୟତ ମାନେ ପିଜେଣ୍ଟସ୍, ରୟତ ମାନଙ୍କର କଣ୍ଡିସନ୍ସ ଆଉ ତାଙ୍କ ଟେମ୍ପରେନ୍ସ କୁ ଯେମିତି କଣ ମାନେ ପିଜେଣ୍ଟ କ୍ଲାସର କେମିତି ଇମ୍ପ୍ରୁଭମେଣ୍ଟ ହବ ତା ଉପରେ ବି ସେମାନେ କ୍ୟାମ୍ପେନ୍ ଚଲେଇଲେ। ତ କାଫି କଣ୍ଟ୍ରିବ୍ୟୁସନ୍ ତାଙ୍କର ରହିଛି, କାହାର? ଦେବେନ୍ଦ୍ରନାଥ ଟାଗୋରଙ୍କର। ବୁଝିଲା? ତାପରେ କେଶବ ଚନ୍ଦ୍ର ସେନ, ଆରମ୍ଭ ହେଲା ଖେଳ। କେଶବ ଚନ୍ଦ୍ର ସେନ ଜଏନ୍ କଲା। କେଶବ ଚନ୍ଦ୍ର ସେନ ଜଏନ୍ ବ୍ରାହ୍ମ ସମାଜ ଇନ୍ 1857। କେଶବ ଚନ୍ଦ୍ର ସେନ ଦେଖ, ପ୍ରଥମେ ରାଜାରାମ ମୋହନ ଷ୍ଟାର୍ଟ କରିଥିଲେ। 1842ରେ ଦେବେନ୍ଦ୍ରନାଥ ଟାଗୋର ଜଏନ୍ କଲେ। ବର୍ତ୍ତମାନ କଣ ହେଲା ନା 1857ରେ କଣ ହେଲା ଦେଖ, 1857ରେ 1857ରେ କିଏ ଜଏନ୍ କଲା କି? କେଶବ ଚନ୍ଦ୍ର ସେନ। କେଶବ ଚନ୍ଦ୍ର ସେନ joined ବ୍ରାହ୍ମ ସମାଜ in 1857ରେ and he was made an କଣ ଆଚାର୍ଯ୍ୟ ହେଲା। 1858ରେ he was made an ଆଚାର୍ଯ୍ୟ। Under his leadership ବ୍ରାହ୍ମ ସମାଜ was expanded outside Bengal। ବେଙ୍ଗଲ ବାହାରେ ବି ବ୍ରାହ୍ମ ସମାଜର ଏକ୍ସପାନସନ ଘଟିଲା। and he openly supported intercaste marriage ହେଲା। କିନ୍ତୁ ଇଏ ଇଣ୍ଟରକାଷ୍ଟ ମ୍ୟାରେଜକୁ ହିଁ ସପୋର୍ଟ କରୁଥିଲେ। ଇଣ୍ଟରକାଷ୍ଟ ମ୍ୟାରେଜ ଏମିତି କଣ ହେଲା ଏଠି? ଦେଖ 1857ରେ କଣ ହେଲା କି? କେଶବ ଚନ୍ଦ୍ର ସେନ ଜଏନ୍ ବ୍ରହ୍ମ ସମାଜ। କେଶବ ଚନ୍ଦ୍ର ସେନ ତାପରେ ଇଏ ଇଣ୍ଟରକାଷ୍ଟ ମ୍ୟାରେଜକୁ ସପୋର୍ଟ କରୁଥିଲେ। ଇଣ୍ଟରକାଷ୍ଟ ମ୍ୟାରେଜକୁ ସପୋର୍ଟ କରୁଥିଲେ। ତାପରେ ଆଉଟସାଇଡ୍ ବେଙ୍ଗଲରେ ବି ବ୍ରାହ୍ମ ସମାଜର ଇନଫ୍ଲୁଏନ୍ସ ହେଲା, କିନ୍ତୁ ଡିଫରେନ୍ସ କାହା ଭିତରେ ହେଲା? କିନ୍ତୁ ଡିଫରେନ୍ସେସ୍ ହେଲା କାହା ଭିତରେ? କେଶବ ଚନ୍ଦ୍ର ସେନ ଆଉ କିଏ ସେ? ଦେବେନ୍ଦ୍ରନାଥ ଟାଗୋର ହେଲା। ତ ତାଙ୍କ ଦିନ ଭିତରେ କଣ ହେଲା? ବର୍ତ୍ତମାନ ଡିଫରେନ୍ସେସ୍ ହେଲା। ଡିଫରେନ୍ସେସ୍ ଦେଖାଦେଲା। ବିଭିନ୍ନ ପ୍ରକାର ଇସ୍ୟୁକୁ ନେଇକି ଡିଫରେନ୍ସେସ୍ ଦେଖାଦେଲା। ବୁଝୁଛି?
सो कौन तेणु ये जो डिफरेन्स जो कौन है अरे डिफरेन्स कौन है सो लेटर ब्राह्मण समाज स्प्लिट ये जो डिफरेन्सेस आसला ये कारण जो बर्तमान कौन है स्प्लिट है ब्राह्मण समाज स्प्लिट है ब्राह्मण समाज समाज स्प्लिट करिगला जो स्प्लिट करिगला गोटे है कौन ब्राह्म समाज ऑफ इंडिया तो केशव चंद्र सेन के पाखरे जोड़ा रहा है कौन केशव चंद्र सेन तार ब्राह्म समाज ऑफ इंडिया ब्राह्म समाज ऑफ इंडिया ये गोटे नुआ गला कहला हम हूँ ब्राह्म समाज ऑफ इंडिया ब्राह्म समाज ऑफ इंडिया आउ आदि ब्राह्म समाज है किए से देवेंद्रनाथ ठाकुर के पाखे रहा आदि ब्राह्म समाज आदि ब्राह्म समाज तेणु स्प्लिट करेंगे से जेहेतु डिफरेन्स ऑफ ओपिनियन है ये दिन भितर तेणु कौन है मैंने कौन कले कि दुईटा ऑर्गेनाइजेशन स्प्लिट करदे गोटे ब्राह्म समाज ऑफ इंडिया और गोटे आदि ब्राह्म समाज बुझीला तेणु 1878 देखो 1878 मसीहार कथा 1878 1878 है 1878 केशव चंद्र एक्ट ऑफ चाइल्ड मैरिज मान गेटिंग हर 13 year old daughter मैरिड लेट टू स्प्लिट इन ब्राह्मण समाज ऑफ इंडिया माने ये निज केशव चंद्र सेन थिले केशव चंद्र सेन ये कौन कले ना जो चाइल्ड मैरिज निज झील को 13 वर्ष बयस विवाह करदेले तेणु यही जी कहे झील को 13 वर्ष मैरिज कर दौर चाइल्ड मैरिज कर सी कौन आम लीडर हम तो पुणी स्प्लिट है केसीएस कौन कला केशव चंद्र सेन कौन कला कले पुणी तुम जान 13 वर्ष झील को जो से मैरिज करदेले तेणु कौन स्प्लिट होगा ब्राह्म समाज ऑफ इंडिया स्प्लिट है तेणु बर्तमान 13 years old daughter मैरिड ये मैरिज जो आगु जो स्प्लिट है बर्तमान तो कौन है जो माने ब्राह्म समाज ऑफ इंडिया ब्राह्म समाज ऑफ इंडिया स्प्लिट है कौन लगे हाँ साधारण ब्राह्म समाज है तेणु एथर कौन ना एथर गोटे नुआ माने यहाँ गोटे नुआ बाहर ये स्प्लिट नुआ कले गोटे कौन ना साधारण ब्राह्म समाज यार किए सब थे मेन मेन प्रोपोनेंट की मानकर किए थे ना एम आनंद मोहन बोस तापरे सचिदान हूँ कौन शिवचंद्र देव तापर जो उमेश चंद्र दत्त है एम सब आइडियोलॉजी ऑफ साधारण ब्राह्मण समाज जो आम आइडियोलॉजी सिमिलर टू आदि ब्राह्मण समाज आइडियोलॉजी जहाँ रहा आइडियोलॉजी सिमिलर टू कौन करी आदि ब्राह्मण समाज आदि ब्रह्म समाज लीडर किए थे अरे किए थे हाँ देवेंद्रनाथ ठाकुर ओके देवेंद्रनाथ ठाकुर बुझेला एतिकी जानले काफी हो आ कौन आ बेसी जाने दरकार ना एतिकी हेला हमर काफी हो ब्राह्मण समाज को लेकिन राजा राम मोहन राय ब्राह्मण समाज को लेकिन कौन कौन कहानी सब अच्छी एतिकी टिके जानले हला को बेसी आपको हम केते रिवीजन कर परिबा कि हला टिके टिके देखि देला हो तो ये गला हमर माने ब्राह्मण समाज गला एवं ट्रिपल आर राजा राम मोहन राय विषय गला तापर हम बर्तमान नेक्स्ट को आसीबा प्रार्थना समाज है प्रार्थना समाज को आसीबा बर्तमान
ପ୍ରାର୍ଥନା ସମାଜକୁ ଆସିବା। ବର୍ତ୍ତମାନ ପ୍ରାର୍ଥନା ସମାଜ ଆସ। ପ୍ରାର୍ଥନା ସମାଜ ହେଲା। ବ୍ରାହ୍ମ ସମାଜ ଗଲା, ବର୍ତ୍ତମାନ ପ୍ରାର୍ଥନା ସମାଜ। ଦେଖ ପ୍ରାର୍ଥନା ସମାଜ ହେଲା ବମ୍ବେରେ, ବୁଝିଛ ନା? 1828ରେ 1828ରେ ହେଲା। 1828ରେ ହେଲା କଣ ବ୍ରାହ୍ମ ସମାଜ, ତମେ ଜାଣିଛ? ବ୍ରାହ୍ମ ସମାଜ କୋଉଠି? ବେଙ୍ଗଲରେ ନା, ବୁଝିବନି? 1840ରେ 1840ରେ କଣ ହେଲା? ବମ୍ବେରେ କଣ ହେଲା ନା 1840ରେ ବମ୍ବେରେ କଣ ହେଲା ନା ଗୋଟେ ସିକ୍ରେଟ ସୋସାଇଟି, ଯୋଉଟା କହୁଛି ପରମହଂସ ସଭା। ପରମହଂସ ସଭା ଗୋଟେ ସିକ୍ରେଟ ସୋସାଇଟିର ଗଠନ ହେଲା। ସିକ୍ରେଟ ସୋସାଇଟି ଯାର ନାଁ ଥିଲା କଣ? ପରମହଂସ ସଭା। ପରମହଂସ HANS ପରମହଂସ ସଭା। ପରମହଂସ ସଭା ମାନେ ଆର ମେନ୍ କାମ ଥିଲା ସ୍ପ୍ରେଡ୍ ଲିବରାଲ ଆଇଡିଆସ୍ ହେଲା। ଏମାନଙ୍କର ଯୋଉ ଥିଲା ଟୁ ସ୍ପ୍ରେଡ୍ liberal ideas to spread କଣ କିରେ? liberal ideas। ତ it encouraged to break down caste and communal barriers। it encouraged କଣ? to break down it encouraged to break down caste and communal barriers। caste and କଣ କିରେ? communal barriers। it worked secretly to protect from କଣ କିରେ? ଅର୍ଥୋଡକ୍ସ ଗ୍ରୁପରୁ ପ୍ରୋଟେକ୍ଟ କରିବା ପାଇଁ ନିଜକୁ ଏମାନେ ସିକ୍ରେଟଲି କାମ କଲେ। କିନ୍ତୁ ଯେହେତୁ ଗୋଟେ ସିକ୍ରେଟ ସୋସାଇଟି ଥିଲା, ତେଣୁ ଏମାନଙ୍କର ଆକ୍ଟିଭିଟିଜ କାଫି ଲିମିଟେଡ୍ ଥିଲା, କାରଣ ଓପନଲି ଜିନିଷ କରୁନଥିଲେ, ସିକ୍ରେଟଲି କରୁଥିଲେ। ବୁଝିହେଲା? ତେଣୁ 1857ରେ କଣ ହେଲା ଦେଖ। 1857ରେ ଯେତେବେଳେ କେଶବ ଚନ୍ଦ୍ର ସେନ ଜଏନ୍ କଲେ ବ୍ରାହ୍ମ ସମାଜରେ, ଆଉ ତାଙ୍କ ଅଣ୍ଡରରେ ବ୍ରାହ୍ମ ସମାଜର ଇନଫ୍ଲୁଏନ୍ସଟା ଖାଲି ବେଙ୍ଗଲରେ ସୀମିତ ନ ରହିକି ବେଙ୍ଗଲ ବାହାରେ ବି ସ୍ପ୍ରେଡ୍ ହେବାକୁ ଲାଗିଲା ହେଲା। ତେଣୁ ତାର ଇମ୍ପାକ୍ଟଟା ବମ୍ବେରେ ବି ଦେଖାଦେଲା ହେଲା। ତେଣୁ ଯୋଉ ଗୋଟେ ମାନେ ଆକୁ ନେଇକି ବା ଏଇଥିରେ ଅନୁପ୍ରାଣିତ ହେଇକି ବମ୍ବେରେ କଣ ହେଲା ନା, ବମ୍ବେ ଏରିଆରେ ଏ ସୋସିଓ ରିଲିଜିୟସ୍ ଅର୍ଗାନାଇଜେସନ ଯୋଉଟା ଏଷ୍ଟାବ୍ଲିଶ ହେଲା, ତା ନାଁ ଦିଆଗଲା ପ୍ରାର୍ଥନା ସମାଜ, ଯୋଉଟା କି ହେଲା 1867ରେ ହେଲା। ତେଣୁ 1867ରେ ତ କଣ ହେଲା ଦେଖା, ବ୍ରାହ୍ମ ସମାଜ 1857ରେ ଯେତେବେଳେ 1857ରେ କେଶବ ଚନ୍ଦ୍ର ସେନ କଣ ଏଇଟା କଣ ହେଲା? ସାର୍ ଆପଣ ସର୍ଟରେ ଲେଖିଦିଅନ୍ତୁ। ସର୍ଟରେ ଲେଖିଦେଉଛି। କଣ ଆସିଗଲା ଗୋଟେ କିରେ ଏଇଟା? ଆଚ୍ଛା ଦେଖ, 1857ରେ କେଶବ ଚନ୍ଦ୍ର ଜଏନ୍ କଲା, ତେଣୁ ଆ ଅଣ୍ଡରରେ କଣ ଆଉଟସାଇଡ ବେଙ୍ଗଲରେ ବି ଚାଲିଲା। ଆଉଟସାଇଡ ବେଙ୍ଗଲରେ କଣ ହେଲା? ବ୍ରାହ୍ମ ସମାଜ ଇନଫ୍ଲୁଏନ୍ସ କଲା।
ବ୍ରାହ୍ମ ସମାଜ ହେଲା। ତେଣୁ ତାର ଇନଫ୍ଲୁଏନ୍ସଟା ପଡ଼ିଲା ଇନଫ୍ଲୁଏନ୍ସ ଇନ୍ ବମ୍ବେ, ଇନଫ୍ଲୁଏନ୍ସ ବମ୍ବେରେ ବି ଦେଖାଗଲା। ତେଣୁ ଏଥିରେ ଇନଫ୍ଲୁଏନ୍ସ ହେଇକି ଗୋଟେ ସୋସିଓ ରିଲିଜିୟସ୍ ଅର୍ଗାନାଇଜେସନ୍ ଯେଉଁ ଏଷ୍ଟାବ୍ଲିଶ୍ ହେଲା, सोशियो रिलीजियस ऑर्गेनाइजेशन जो है ऑर्गेनाइजेशन इन बॉम्बे जोड़ा है ता ना हूँ कौन, ता ना हूँ प्रार्थना समाज। प्रार्थना समाज, प्रार्थना कौन कि हाँ प्रार्थना समाज हाँ। आर मुख्य किए क्या द्वारा किए किए थे अरे क्या द्वारा एटा है एटा 1867 केते इन 1867 1867 रे है प्रार्थना समाज। आत्माराम पांडु आत्माराम पंडुराय है पांडु केशव चंद्र सेन को ये आत्माराम पंडुराय पांडुरंग with the help of किए से और with the help of केशव चंद्र सेन केशव चंद्र केसीएस with the help of केसीएस केशव चंद्र सेन ता हेल्प रे ये कौन कला ना गोटे प्रार्थना सभा बसवर उठा कला। आ प्रार्थना समाज भी जो थिला प्रार्थना समाज भी ब्रह्म समाज भलिया देख प्रार्थना समाज भी ब्रह्म समाज भलिया कौन इम्फासाइज मोनोथेइज्म एमानकर भी मोनोथेइज्म ऊपर माने इम्फासाइज करथिले। इट बिलीव्ड इन उपनिषद भागवत गीता हैला। इट प्रमोटेड वेस्टर्न लिबरल थॉट। इट आल्सो एसोसिएटेड विथ कौन महाराष्ट्र भक्ति कल्ट सेंट लाइक कौन नामदेव एंड तुकाराम एटा भी लिखो। इट इज आल्सो एसोसिएटेड विथ महाराष्ट्र भक्ति कल्ट सेंट associated with Maharashtra Bhakti cult site, Maharashtra Bhakti cult, Bhakti cult saint कैसे ठीक रे कैसे लाइक नामदेव एंड तुकाराम लाइक कौन तुकाराम लाइक नामदेव एंड तुकाराम कौन है चालू एटा कौन नेट हाई स्पीड रहले सिना हबे वो कमी जाउछ सब नेट सब लोग नेट कमी जाउछ तो तुकाराम हैला नामदेव एंड तुकाराम हैला by promoting the कौन their poetic literature by promoting their poetic literature promoting their poetic literature by promoting their poetic literature है ना। but it was more concerned with the social reforms rather than religion। तेणु तेणु कहवाक गले जे बेंगल रे हमर जो ब्राह्म समाज थिला तार गोटे इक्विवेलेंट पार्ट जो बॉम्बे एरिया देखा जाए सेटा प्रार्थना समाज एमानकर अनुप्राणित होगी केशव चंद्र सेन ये भी बनैथिले। तेणु ये सब जिनस कथा मन रखियार अछि ना। तापर हम देखिबा एमाने भी सेही सब जेमिति उपनिषद हला भागवत गीता वेस्टर्न लिबरल थॉट्स पोएटिक लिटरेचर बाय सेंट सदर नामदेव बाबू कोन तुकाराम एमान के सब प्रमोट करूथिले। तापरे एमानकर 4 पॉइंट एजेंडा थिला कार प्रार्थना समाज रो 4 पॉइंट एजेंडा कौन कौन से देखो प्रार्थना समाज रो 4 पॉइंट एजेंडा थिला। प्रार्थना समाज रो 4 पॉइंट एजेंडा थिला। एमानकर 4 पॉइंट एजेंडा थिला 4 पॉइंट एजेंडा 4 पॉइंट एजेंडा थिला कौन कौन एक नंबर हो प्रमोट वुमेन एजुकेशन women education दुई रे होची कोन कि रे सपोर्ट विडो रिमैरेज सपोर्ट विडो डब्ल्यूआई कोन कि रे विडो रिमैरेज पूरा विडो कोन विडो रिमैरेज एक बार तो सेमान भी करन थले कि ब्राह्मण समाज 3 रे कोन थिला ना रेजेस मिनिमम कोन रेज मिनिमम परमिसिबल मैरिज एज ऑफ गर्ल्स एंड बॉयज एमान भी कहले एज कोन करले इंडियन सोसाइटी मु जानि पारुनी खाली मैरिज करे पई काहे सब होम होम जन्म हो मैरिज करे पकेबा रेज मिनिमम परमिसिबल
minimum permissible marriage age. Marriage age କେତେ କିରେ for girls and boys? For girls and boys ହେଲା, for girls and boys 4 ରେ କଣ disapprove caste system, disapprove caste system ବୁଝିଲା। ଆରେ ବୁଝିଲା, ଏଇତିକା ଆଜେଣ୍ଡା ଥିଲା 4 ପଏଣ୍ଟ ଆଜେଣ୍ଡା ମାନଙ୍କର, ଏମାନଙ୍କର 4 ପଏଣ୍ଟ ଆଜେଣ୍ଡା ଏଇଟା ଥିଲା। ତାପରେ ମହାଦେବ ଗୋବିନ୍ଦ ରାଣାଡେ ମହାତ୍ମା ଗାନ୍ଧୀଙ୍କର ପଲିଟିକାଲ ଗୁରୁ କିଏ କିରେ? ଆରେ ମହାଦେବଙ୍କର ପଲିଟିକାଲ ଗୁରୁ କିଏ? ଆଁ ଗୋପାଳ କୃଷ୍ଣ एमजी ଗୋଖଲେ। रानडे एमजी रानडे କିଏ ସେ? ଗୋପାଳ କୃଷ୍ଣ ଗୋପାଳ କୃଷ୍ଣ ଗୋଖଲେ ସାର୍। ଗୋପାଳ କୃଷ୍ଣ ଗୋଖଲେଙ୍କର କିଏ? ଏମଜି ରାନଡେ। ଏମଜି ଜି ରାଣା। ରାନଡେ। ଏମଜି ରାଣା ଜଏଣ୍ଟ ପ୍ରାର୍ଥନା ସମାଜ 1870 ହେଲା। ଏମଜି ରାଣାଡେ ଏମଜି ରାଣାଡେ ଏମଜି ରାଣାଡେ ଲେଖ, ଏମଜି ରାଣାଡେ ଏମଜି ରାଣାଡେ ଜଏଣ୍ଟ ପ୍ରାର୍ଥନା ସମାଜ in 1870 ହେଲା, 1870 and then he helped it to gain a lot of popularity throughout India ବୁଝିଲା। ଆରେ ବୁଝିଲା, ତେଣୁ ପ୍ରାର୍ଥନା ସମାଜକୁ ଥ୍ରୁ ଆଉଟ୍ ଇଣ୍ଡିଆରେ ପପୁଲାରିଟି ମିଳିଲା କ'ଣ, ଏ କାଫି ହେଲ୍ପ କଲେ କିଏ ଏମଜି ରାଣାଡେଙ୍କ ଜଏନ୍ କଲା ପରେ। ମହାଦେବ ଗୋବିନ୍ଦ ରାଣାଡେ, ତାଙ୍କ ନାଁ କ'ଣ କିରେ? ମହାଦେବ ଗୋବିନ୍ଦ ରାଣାଡେ, ମହାଦେବ ଗୋବିନ୍ଦ ରାଣାଡେ। ତ ଦେଖ ଆ ଭିତରେ ଆମ ବେଶୀ ଭିତରକୁ ଯିବାନି, ଏମିତି ଟିକେ ଟିକେ ରିଭିଜନ କରିକି ଚାଲ, ଆଉ କେତେ ପର୍ଯ୍ୟନ୍ତ ତା ଭିତରକୁ ଯିବ ହେଲା। ତାପରେ ପ୍ରାର୍ଥନା ସମାଜ ଗଲା, ତାପରେ ଦେଖିବା ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ବିଷୟରେ ଦେଖିବା। ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର, ତାପରେ ଲେଖିବା ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର, ଲେଖିବା ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର, ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ଆଇଏଏସ୍, ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର, ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ହେଲା। ଦେଖ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ୱାନ୍ ଅଫ୍ ଦ ଗ୍ରେଟେଷ୍ଟ ପର୍ସନାଲିଟିଜ ଅଫ୍ ଦ ବେଙ୍ଗଲ ରେନାଇସାନ୍ସ ହେଲା। 1820 ରୁ 1891, 1820 ରୁ 1891 was a greatest personality of Indian Bengal Renaissance ହେଲା। ବେଙ୍ଗଲ ରେନାଇସାନ୍ସ ରେ ତାଙ୍କର କାଫି କଣ୍ଟ୍ରିବ୍ୟୁସନ୍ସ ଅଛି। ଆଉ ସେ ସାଂସ୍କ୍ରିଟ କଲେଜ ଆମର ଯୋଉ ଅଛି ସେଠି ଷ୍ଟଡିଡ ହିୟର ଫ୍ରମ୍ 1829 ରୁ 1841, ତ ଗୁଡ଼ାଏ ଅଛି। ତ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ବିଷୟରେ ଆମେ କହିବା, ଦେଖ was one of the greatest personality of କ'ଣ କହିରେ ବେଙ୍ଗଲ ରିନାଇସାନ୍ସ and he studied in Sanskrit college from 1829 ରୁ 1841 and for his intelligence it gave him a title ବିଦ୍ୟାସାଗର ହେଲା। ସାଂସ୍କ୍ରିଟ କଲେଜରେ ସେ ପଢିଥିଲେ, ତାଙ୍କର ଇଣ୍ଟେଲିଜେନ୍ସ ପାଇଁ ତାଙ୍କୁ କ'ଣ କହିଲା, ତାଙ୍କୁ ଦିଆ ହେଇଥିଲା କ'ଣ କିରେ, ସାଂସ୍କ୍ରିଟ କଲେଜରେ ପଢିଥିଲେ ସେ, ତାଙ୍କୁ ଦିଆହେଲା ବିଦ୍ୟାସାଗର ମାନେ ଓସନ୍ ଅଫ୍ ନଲେଜ, ତାଙ୍କୁ ଟାଇଟଲ ମିଳିଥିଲା ବିଦ୍ୟାସାଗର। ବିଦ୍ୟାସାଗର କ'ଣ ଏଇଟା କ'ଣ କିରେ, ଟାଇଟଲ ଅଫ୍ କ'ଣ କିରେ, ଓସନ୍ ଅଫ୍ ନଲେଜ, ଓସନ୍ ଅଫ୍ ନଲେଜ। ଓସନ୍ ଅଫ୍ ନଲେଜ। ଆଚ୍ଛା, ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର attempted to synthesize the ideology of conservatism ମାନେ orthodox Hindus and radicalism, ଯୋଉଟାକି ଡେରୋଜିଆନ୍ସ, ହେନରୀ ଡେରୋଜିଆନ୍। ସେ କହିଲେ, ସେ କ'ଣ କଲେ ନା ଏଇ ଦିଟାଙ୍କୁ ମିଶେଇକି ଗୋଟେ ଆଙ୍କ ଭିତରେ ଗୋଟେ ବ୍ରିଜ କରିବା ପାଇଁ ଚାହୁଁଥିଲେ। ଆଉ ଆଇଡିଓଲୋଜିକୁ କ'ଣ କନଜରଭେଟିଜିମ୍, ଅର୍ଥୋଡକ୍ସ ହିନ୍ଦୁ ଆଉ ରେଡିକାଲିଜିମ୍ ଡେରୋଜିଆନ୍ସ ହେଲା। ତେଣୁ ହି ୱାଜ ଆଫିନ୍ କ'ଣ ଆମେ କହିବା, କ'ଣ କରିବା ମାନେ ଦ ବ୍ଲେଣ୍ଡ ଅଫ୍ ବୋଥ୍ କଲଚର୍ସ, ମାନେ ସେ କହୁଥିଲେ ଯେ ଦିଟାଙ୍କର ବ୍ଲେଣ୍ଡ ହବା ଦରକାର, ଅର୍ଥୋଡକ୍ସ ଆଉ କ'ଣ ଅର୍ଥୋଡକ୍ସ ଆଉ ରାଡିକାଲିଜିମ୍ର ପୁରା ବ୍ଲେଣ୍ଡ ହବା ଦରକାର। ତ ବଟ୍ ହି ୱାଜ ମୋର ଇନକ୍ଲାଇନ୍ ଟୁୱାର୍ଡସ୍ ରାଡିକାଲ ଥିଙ୍କିଂ। ସେ କହୁଥିଲେ ତ ବ୍ଲେଣ୍ଡ ମାନେ ଅର୍ଥୋଡକ୍ସ ଅର୍ଥୋଡକ୍ସ ହିନ୍ଦୁଜ
ଆଉ କଣ ଆଉ ଗୋଟେ କଣ କି ଆଉ ଗୋଟେ ହେଲା କଣ କି रेडिकलिज्म ये कौन डेराजियो ବା ହେନरी ଡେରାଜିଓ ଯୋଉ ପଢିବା ଆମେ ଡେରାଜିଓ ତ ପଢିବା ଡେରାଜିଓ ତ ଦେଖ ତେଣୁ ये ଯୋଉ ଦିଟାଙ୍କର ବ୍ଲେଣ୍ଡ କରିବା ପାଇଁ ସେ ଚାହୁଁଥିଲେ ତେଣୁ ଏଟା ବ୍ଲେଣ୍ଡ ହବା ପାଇଁ ସେ ଚାହୁଁଥିଲେ ଏଟା ବ୍ଲେଣ୍ଡ ହବ ବୋଲି ଚାହୁଁଥିଲେ କିନ୍ତୁ ତାଙ୍କର ଯୋଉ ମେନ୍ ଇନକ୍ଲାଇନେସନ ତାଙ୍କର କି ଥିଲା ବେଶୀ ଆରେ କୋଡି ବେଶୀ ରାଡିକାଲ ଥିଙ୍କିଂ ହେଲା ତାର ଇନକ୍ଲାଇନେସନ କି ଥିଲା ରାଡିକାଲ ଥିଙ୍କିଂ ଆଡୁ inclination towards radical thinking ହେଲା radical thinking inclination towards radical thinking inclination towards radical thinking inclination towards radical thinking inclination towards what inclination towards radical thinking you got it अरे बुझा पड़ला inclination towards radical thinking हाँ सर अच्छा Yes, sir. he became the principal of Sanskrit college in 1850 तापरे he introduced western thoughts in Sanskrit college रे भी से कोन western thoughts ର introduction कले तापरे अच्छा मु तुम एटा कहली अच्छा जो एटा तुम कहली जो विद्यासागर आ पूर्व मु कहि दे ड्यूरिंग 1820 रु आ पूर्व मु कहिया थिला भूली जाई तुम कहया को देखो मानकर 1820 रु बेंगल रे कोन हैछि ना 1820 रु 1820 केते 30 ହେଲା एथरे कोन चलथिला ना बेंगल रे गोटे रैडिकल मूवमेंट चलथिला रैडिकल मूवमेंट इन बेंगल रैडिकल मूवमेंट इन बेंगल हैला बेंगल रे गोटे रैडिकल मूवमेंट चलथिला आउ एटा कोल्ड बेंगल मूवमेंट कहउथिला यंग बेंगल मूवमेंट एटा कोन कहउथिला यंग हेनरी डिराजियो विषय हैला यंग बेंगल मूवमेंट यंग बेंगल मूवमेंट चलथिला यंग बेंगल मूवमेंट चलथिला तो इट वाज लेड बाय हेनरी विवियन डेराजियो हैला एंग्लो इंडियन से थिला तो तांगर चलीथिला एंड ही फॉलोज एंड हिज फॉलोअर्स कॉल्ड डेरोजियंस हैला आ जो मेन सूत्रधर के थिला हेनरी पंदना करे हेनरी विवियन डेराजियो हेनरी एंग्लो इंडियन टा हेनरी विवियन डेरोजियो हैला तेना फॉलोअर मन के कहला डेरोजियंस कहउथिला डेरोजियंस एटा बेंगल रे चलथिला तेनु सोसाइटी जो कहउथि माने एक्यूजेशन ऑफ जनरल नॉलेज को से माने कोन करले ना फॉर्म रे सोसाइटी कॉल्ड सोसाइटी फॉर एक्यूजेशन ऑफ जनरल नॉलेज ए माने गोटे सोसाइटी गठन करथिले एटे डेरोजियंस माने सोसाइटी गठन करले जा ना दिहला एसएजीके ता माने कोन सोसाइटी फॉर एक्यूजेशन ऑफ कोन एक्यूजेशन ऑफ जनरल नॉलेज सोसाइटी फॉर एक्यूजेशन ऑफ जनरल नॉलेज सोसाइटी फॉर एक्यूजेशन ऑफ कोन जनरल नॉलेज बुझला and which practiced radical thinking but ईश्वर चंद्र studied in a conservative Sanskrit college से मते पढिथिले से कोन कले ना ए दीटा जान को मिसिया पई ट्राई करले कोन कंजर्वेटिज्म आउ ए माने रेडिकलिज्म को मिसिया पई चेष्टा करले किंतु तांकर बेसी इंक्लिनेशन कोन आसला टुवर्ड्स रेडिकल थिंकिंग तापर देखो तापर ही इज कॉल्ड ए ह्यूमनिस्ट माने ह्यूमनिस्ट एजुकेशनल रिफॉर्म तां को जाय ईश्वर चंद्र विद्यासागर ईश्वर चंद्र विद्यासागर हला आगु कोन को जाय गोटे ह्यूमनिस्ट कोन को एकरा को ह्यूमनिस्ट एजुकेशनल रिफॉर्मर ह्यूमनिस्ट एजुकेशनल रिफॉर्मर ह्यूमनिस्ट एजुकेशनल रिफॉर्म आज ही वर्कड फॉर मासेस हला आज कोन पे आज ही वर्कड फॉर मासेस as he worked for masses who are suffering from poverty superstitions who are suffering from कौन करे poverty and कौन superstition
poverty, superstitions. Poverty and superstitions. ତ ଏଇଭଳିଆ କଣ୍ଡିସନ ଘଟିଲା। ତାପରେ କ'ଣ ହେଲା ନା during his time many colleges were open but all of them were based on religious ideas ହେଲା। So he opened Sanskrit college for non-Brahmins ବୁଝିହଉଛି। And he introduced physical education. He also introduced new methodology to teach Sanskrit ବୁଝିଲା। Introduced new methodology to teach Sanskrit. He found that all educational enterprises of his time were dominated by religion. ଯେମିତିକି ବନାରସ ସାଂସ୍କ୍ରିଟ କଲେଜ ହିନ୍ଦୁଇଜିମ୍ର, କୋଲକାତା ସାଂସ୍କ୍ରିଟ କଲେଜ ହିନ୍ଦୁଇଜିମ୍, ତାପରେ କୋଲକାତା ମାଦ୍ରାସା ଏଇଟା କ'ଣ ଇସଲାମ, ମିଶନାରୀ ଏଜୁକେସନ୍ ଏଇଟା ଖ୍ରୀଷ୍ଟିଆନିଟି, ରାମମୋହନ ସ୍କୁଲସ୍ ରିଲିଜିୟସ୍ ଟିଚିଙ୍ଗସ୍ ଏଗୁଡ଼ା ସବୁ ଏଇଭଳିଆ ଥିଲା। ତେଣୁ ଇଏ ସବୁ କ'ଣ କଲେ ନା ଆଙ୍କୁ ଇଏ ଚାହିଁଲେ ଯେ ଏମିତି ଖାଲି ରିଲିଜିୟସ୍ ଉପରେ କଲେ ହେବନି, ତାକୁ ଚେଞ୍ଜ କରିବା ପାଇଁ ସେ ରିଫର୍ମ କଲେ। ହି ଓପନ୍ ଦ ସାଂସ୍କ୍ରିଟ କଲେଜ ଡୋର୍ ଫର୍ ନନ୍ ବ୍ରାହ୍ମିନ୍ସ ବୁଝୁଛି। ହି ଇଣ୍ଟ୍ରୋଡ୍ୟୁସ୍ ଫିଜିକାଲ ଏଜୁକେସନ୍ ପ୍ରୋଗ୍ରାମ ଇନ୍ ଦ କଲେଜ। He evolved new methodology to କ'ଣ teach କ'ଣ କିରେ he evolved new methodology to teach କ'ଣ Sanskrit। ଆଗରୁ କ'ଣ ନା କେବଳ ବ୍ରାହ୍ମଣୀ କାଷ୍ଟର ଲୋକମାନେ, ଆଗରୁ ତ ଜାଣିଛ ପାଠ ହିଁ କେବଳ ବ୍ରାହ୍ମଣ ଲୋକମାନେ ପଢ଼ୁଥିଲେ, କ୍ଷତ୍ରିୟ ଲୋକମାନେ ତ ପଢ଼ିବେନି, ଯୁଦ୍ଧ ବିଦ୍ୟା କରିବେ, ବ୍ରାହ୍ମଣ ହିଁ ମାନେ ଖାଲି ପଢ଼ୁଥିଲେ ଆଗରୁ। ତ ଗ୍ରାଜୁଆଲି କ'ଣ କଲେ ନା ନନ୍ ବ୍ରାହ୍ମଣୀଙ୍କ ପାଇଁ ଏସବୁ ଖୋଲି ଦିଆଗଲା। କଲେଜ ମାନେ ଯେଉଁ ରିଲିଜିୟସ୍ ଲାଇନ୍ରେ ଇନଷ୍ଟିଟ୍ୟୁସନ୍ ଗୁଡ଼ା ଥିଲା ତାକୁ ତା ଏଗନେଷ୍ଟରେ ଯାଇକି ନନ୍ ବ୍ରାହ୍ମିନ୍ସ ମାନଙ୍କ ପାଇଁ ଏସବୁ ଏଗୁଡ଼ା କଲେ। କ'ଣ ମାନେ ଯେମିତିକି ସାଂସ୍କ୍ରିଟ କଲେଜର ନନ୍ ବ୍ରାହ୍ମିନ୍ସ ମାନଙ୍କ ପାଇଁ କି ଫିଜିକାଲ ଏଜୁକେସନ୍ ପ୍ରୋଗ୍ରାମ କଲେଜରେ ଷ୍ଟାର୍ଟ କରାଗଲା। ତାପରେ ବିଭିନ୍ନ ପ୍ରକାର ସଂସ୍କୃତକୁ ପଢ଼ିବା ପାଇଁ ନୂଆ ନୂଆ ମେଥୋଡୋଲୋଜି ସବୁ ମାନେ ସେ ବନେଇବାକୁ ଷ୍ଟାର୍ଟ କଲେ। ତ ମେନ୍ ଉଦ୍ଦେଶ୍ୟ ଥିଲା ମାନଙ୍କର କ'ଣ, ମେନ୍ ଉଦ୍ଦେଶ୍ୟ କ'ଣ ଥିଲା କିରେ ଯେ ରିଲିଜିୟସ୍ ଫୋଲ୍ଡ ଭିତରୁ ବାହାରକୁ ବି ଯାଉ, ଅଲଗା ଲୋକମାନଙ୍କୁ ବି ଯାଆନ୍ତୁ, ଆଉ ଖାଲି ରିଲିଜିୟସ୍ ରିଲେଟେଡ୍ ଜିନିଷ ପଢ଼ା ହେବ ସେଇଟା ନୁହଁ, ଫିଜିକାଲ ଏଜୁକେସନ୍ର ବି ଅଲଗା ଅଲଗା ଇଣ୍ଟ୍ରୋଡକ୍ସନ୍ କଲେ। And he encouraged female education also. କିଏ ସେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର। And he became secretary of କ'ଣ ବେଥୁନ ଫିମେଲ ସ୍କୁଲ। ସେ ଥିଲେ ସେକ୍ରେଟାରୀ ଅଫ୍ ବେଥୁନ ଫିମେଲ ସ୍କୁଲ ହେଲା, ସେକ୍ରେଟାରୀ ଅଫ୍ ବେଥୁନ ଫିମେଲ ସ୍କୁଲ। ସେକ୍ରେଟାରୀ ଅଫ୍ ବେଥୁନ କ'ଣ କିରେ ବେଥୁନ ଫିମେଲ ସ୍କୁଲ। Bethune Female School Secretary. He persuaded elites to enroll their daughters in it. ସେଇ ସମୟରେ elite class ଥିଲେ, ତାଙ୍କୁ ବି କହୁଥିଲେ ଆପଣ ତାହେଲେ ପୁଅମାନଙ୍କୁ ପଢ଼େଇଲେ ମଧ୍ୟ ଝିଅମାନଙ୍କୁ ଏତେ ଏନରୋଲ କର ହେଲା, ଝିଅମାନଙ୍କୁ ବି ପଢ଼ାଅ। He also set up 35 girls school in rural areas during 1857 to 1858 ଭିତରେ ହେଲା। He also bore the financial liabilities to encourage female education। ଯାହା ପଇସା ପତ୍ର ଖର୍ଚ୍ଚ ହୁଏ ନିଜ ହାତରୁ ଦଉଥିଲେ ହେଲା। And but unfortunately the government aid for these schools was not officially sanctioned, therefore those schools are closed। ନିଜ ହାତରୁ ଦେଇକି କେତେ ସମୟ ପର୍ଯ୍ୟନ୍ତ ଚଳାଇ ପାରିବେ, ଯେହେତୁ ଗଭର୍ଣ୍ଣମେଣ୍ଟ ତରଫରୁ କୌଣସି ସାଂକ୍ସନ ସେମାନଙ୍କୁ ମିଳିଲାନି, ତ ଗ୍ରାଜୁଆଲି କ'ଣ ହେଲା କିରେ ଗ୍ରାଜୁଆଲି କ'ଣ ହେଲା ବନ୍ଦ ହେଇଗଲା ସେଗୁଡ଼ା। ତାପରେ he devised a new Bengali primer book called କ'ଣ ବେଙ୍ଗଲ ପରିଚୟ in 1854। ଆମର ଯୋଉ ଛବିଳ ମଧୁବର୍ଣ୍ଣ ଓଡ଼ିଆରେ ଛବିଳ ବର୍ଣ୍ଣବୋଧ କିଏ ଲେଖିଛନ୍ତି କିରେ? ଆରେ ଓଡ଼ିଆରେ ଆମର ଯୋଉ ଛବିଳ ମଧୁବର୍ଣ୍ଣବୋଧ କିଏ ଲେଖିଛନ୍ତି? ମଧୁସୂଦନ ରାଓ ହେଲା। ତାହେଲେ କ'ଣ ହେଲା ନା ଦେଖ, he devised a new Bengali primer book ଗୋଟେ ବାହାର କଲେ, ଯୋଉଟା ବେଙ୍ଗଲ ପରିଚୟ ବୋଲି ତା ନାଁ ଦିଆଗଲା, ବେଙ୍ଗଲ ପରିଚୟ। ବେଙ୍ଗଲୀ ବାଲା ଏମିତି କୁହନ୍ତିନି କି ପରିଚୟ, ବେଙ୍ଗଲୀ ପରିଚୟ। ଏଇ କେତେବେଳେ 1854ରେ। 1854ରେ କ'ଣ ହେଇଥିଲା କିରେ ଆଉ ଉଡ୍ସ ଡିସ୍ପାଚ୍ ପରେ ଦେଖିବା, ଏଇଟା ସରିଲେ। ଆରେ ଦେଖ ଆମର ସିଭିଲ୍ ସର୍ଭିସର ପୁରା ଡିସ୍କସନ୍ କରିଦେବା ଗୋଟେ କ୍ଲାସ୍ରେ, ସିଭିଲ୍ ସର୍ଭିସ୍ କେମିତି ଷ୍ଟାର୍ଟ ହେଲା, ତାପରେ କ'ଣ ହେଲା, ତାପରେ ଏଜୁକେସନ୍ର ବି କେମିତି କ'ଣ ହେଲା, ପୁରା ଗୋଟେ କ୍ଲାସ୍ରେ କରିଦେବା। ସବୁ କେମିତି କମିଶନ ହେଲା କ'ଣ ହେଲା ଗୋଟେ କ୍ଲାସ୍ କରିଦେବା, ଦେଖି ସବୁ ସରିବ। ତା ନ୍ୟୁଜ୍ ପେପର ଯେତେ ପାଇବା ସେତେ କରିହେବ, ଟାଇମ୍ ଦରକାର ହେଲା, ନହେଲେ ଗୋଟେ କରି ଚାଲିବ, ଦେଖିବା କେତେବେଳେ ଯାଉଛି। ଆଚ୍ଛା ବେଙ୍ଗଲ ପରିଚୟ କଲେ 1854ରେ।
and he developed a new Bengali prose style hela, and he wanted to teach Western science and culture in vernacular language also hela. Western culture of science को vernacular language, Western culture and science को से कौन कहला vernacular language, vernacular language, vernacular language रे कौन कहले करे को चलले। ଆଉ ସେ ଗୋଟେ ମାନେ ଆମେ କହି ପାରିବା ହି ୱାର୍କड as a crusader against କଣ child marriage, polygamy. He showed proof for a widow remarriage in Vedas ହେଲା। He took signature from people and sent a petition to British government to allow widow remarriage. तो British legalized widow remarriage through Hindu Widows Remarriage Act 1856। Hindu Widows Remarriage Act, Hindu Widows Remarriage Act, Hindu Widows Remarriage Act, କେତେ କିରେ 1800 କେତେ 1856 ବୁଝିଲା। ହିନ୍ଦୁ ୱିଡୋସ୍ ରିମ୍ୟାରେଜ୍ ଆକ୍ଟ 1856, ହିନ୍ଦୁ ୱିଡୋସ୍ ରିମ୍ୟାରେଜ୍ ଆକ୍ଟ 1856 ରେ ସେ ବ୍ରିଟିଶ ସରକାର ବି ଏଇଟା ପ୍ରଣୟନ କରିବା କଥା ମାନିକି ତ ଏ ସବୁ ଏଇ ରୂପରେ କାମ କରୁଥିଲେ। ତ ଦେଖ ଯାହା ବି ଆମେ ପଢୁଛନ୍ତି ସବୁ 1801 ରୁ 1900 ଭିତରେ ହେଲା, ତେଣୁ 19th ସେଞ୍ଚୁରୀର ଆୱେକେନିଂ କୁହାଯାଉଛି, ସୋସିଓ କଲଚରାଲ ଆୱେକେନିଂ। ତେଣୁ ଆଗ ପ୍ରଚେଷ୍ଟାରେ କଣ କଲା ନା ବ୍ରିଟିଶ ଗଭର୍ଣ୍ଣମେଣ୍ଟ କଣ କଲା ନା ହିନ୍ଦୁ ୱିଡୋସ୍ ରିମ୍ୟାରେଜ୍ ଆକ୍ଟ 1856 ଆଇନ ପ୍ରଣୟନ କଲେ ଆଗ ଚେଷ୍ଟାରେ ହେଲା। ତା ସେ ବେଦରେ ୱିଡୋ ରିମ୍ୟାରେଜ୍ ହେଇଛି ବୋଲି ଲୋକମାନଙ୍କୁ ଦେଖେଇଲେ, ବିଶ୍ୱାସ କଲେ ବେଦରେ ବି ଲେଖା ହେଇଛି, ତ ଅନ୍ୟମାନେ କଣ ପଢୁଛୁ ଆମ ବେଦରେ ବି ଲେଖା ହେଇଛି ୱିଡୋ ରିମ୍ୟାରେଜ୍ ହବ, ଏଇ ଜିନିଷ ବି ଲୋକମାନଙ୍କୁ ଦେଖି ସେ କାଫି ପ୍ରଚେଷ୍ଟା କଲେ। କ୍ରୁସେଡର ଅଫ କଣ ଏଗନେଷ୍ଟ ଚାଇଲ୍ଡ ରିମ୍ୟାରେଜ୍, ପଲିଗାମି ଏଇସବୁ ଉପରେ କାଫି କଣ ଆମର କ୍ୟାମ୍ପେନ୍ ଚଲେଇଥିଲେ। ଆଚ୍ଛା ये सब गला ईश्वर चंद्र विद्यासागर विषय कौन पढ़ो सेतिकी तो कौन सेतिकी जानले काफी ହେଇଯିବ ଆମ ବିଷୟ ହେଇଯିବ ईश्वर चंद्र विद्यासागर। तापर देखिबा डेराजियो एंड यंग बेंगल मूवमेंट, डेराजियो एंड यंग बेंगल मूवमेंट, डेराजियो एंड यंग बेंगल मूवमेंट, डेराजियो and young Bengal movement, young Bengal movement, डेराजियो and young Bengal movement हैला। तो कौन है जी देखो हम केमती कौन करिया देखो। तो डेराजियो 1800 ମୁଁ କହିଲି ଯେମିତି डेराजियो ड्यूरिंग 1820 ରୁ 1830 इन बेंगल रेडिकल ट्रेंड आरंभ होगला बेंगली इंटेलेक्चुअल रे कॉल्ड कौन कि यंग बेंगल मूवमेंट बा सोशियल रिफॉर्म मूवमेंट स्टार्ट होगला। यंग बेंगल मूवमेंट वाज गोइंग ऑन, इट वाज लेड बाय हेनरी विवियन डेराजियो, हेनरी विवियन डेराजियो, हेनरी विवियन डेराजियो, हेनरी विवियन डेराजियो बुझेला। तेणु ये आंग्लो इंडियन थिला, आंग्लो इंडियन ହେଲା। ତେଣୁ ये मेनली बेसी कौन ये कौन इंस्पायर्ड बाय फ्रेंच रिवॉल्यूशन, इंस्पायर्ड बाय फ्रेंच रिवॉल्यूशन, फ्रेंच रिवॉल्यूशन यू गॉट इट ना। अरे बुझी पारल कि इंस्पायर्ड बाय कौन फ्रेंच रिवॉल्यूशन एंड ही आल्सो माइट बी द फर्स्ट नेशनलिस्ट पोएट ऑफ इंडिया, he might be the first nationalist poet of India, nationalist poet of India, first nationalist poet of India। When he started teaching at Hindu college when he was 17 हैला, from 1826 to 1831 he is a student to think rationally and to question all authority।
and he raised concern and he was removed from Hindu college in 1831 for his radicalism. ପିଲାମାନଙ୍କୁ ପାଠ ପଢ଼ିବା ବର୍ତ୍ତମାନ ଏଇଭଳିଆ ଶିଖିବ ତ କଣ କରିବାର କଲେ ଏଠୁ and he his students generated social economic and political awareness among people carry forward Raja Rammohn Ray's initiative and he demanded କଣ freedom of press better treatment of Indian labor in British colonies abroad ହେଲା ତାପରେ trial by jury ତାପରେ employment of Indians in higher grades of government services ତେଣୁ କାରଣ ଆଗରୁ ଯୋଉ ଇଣ୍ଡିଆନ ମାନଙ୍କୁ ଦିଆଯାଉଥିଲା ଲୋୟର ଗ୍ରେଡରେ ଦିଆଯାଉଥିଲା ଅନକମ୍ପନେଟେଡ ସିଭିଲ ସର୍ଭିସେସ୍ ଯୋଉଗୁଡା ଲୋୟର ଗ୍ରେଡ ଅଫିସର ସେଥିରେ ତାଙ୍କୁ ଚାକିରି ମିଳୁଥିଲା ହାୟର ଗ୍ରେଡରେ ମିଳୁନଥିଲା ହାୟର ଗ୍ରେଡରେ କେବେ ମିଳିଲା କିରେ ଆରେ କୋଉ ଆକ୍ଟରେ ମିଳିଲା ହାୟର ଗ୍ରେଡରେ କେବେ ମିଳିଲା Government of India 1858. ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ 1858 ହାୟର ଗ୍ରେଡ କେବେ ମିଳିଲା 1800 କେତେ 1861 ନା 92 କୋଭେନେଟେଡଟା କେବେ ମିଳିଲା କିରେ ଆରେ କେବେ ମିଳିଲା ମୁଁ କହିଥିଲି କାଲି 1800 ସେଇଥିପାଇଁ କହୁଛି ଯଦି ରିଭିଜନ ନ କରିବ ସାତ ପାଞ୍ଜିରେ ଯିବ ସବୁ ଭୁଲିଯିବ ରିଭିଜନ ଇଜ ଭେରି ଇମ୍ପୋର୍ଟାଣ୍ଟ Sir, 1861, sir. হ্যাঁ 1861 না Oh, sir. ଏ ସବୁ ଭଲରେ ରିଭିଜନ କର ହେଲା ନହେଲେ ସବୁ ବର୍ବାଦ ହେଇଯିବ ସବୁ ନହେଲେ ବର୍ବାଦ ହେଇଯିବ
ହଉ ହେଲା। ତ ସିଏ କଣ କଲେ ନା ମାଇଟ୍ ସେ କହିଲେ ଯେ ମାଇଟ୍ କଣ ବର୍ତ୍ତମାନ ଏମାନେ ଡିମାଣ୍ଡ କଲେ ଯେ ବର୍ତ୍ତମାନ କେବଳ ଲୋୟର ଗ୍ରେଡ୍ରେ ନୁହେଁ ହାୟର ଗ୍ରେଡ୍ରେ ବି ଇଣ୍ଡିଆନ୍ସ ମାନଙ୍କୁ ଜବ୍ ଦେବା ଦରକାର। ଆଉ ଟ୍ରାଏଲ୍ ବାଇ ଜୁରି ମାନେ ଗ୍ରୁପ ଅଫ୍ ଜଜ୍ ସବୁ ଗୋଟେ ସିଙ୍ଗଲ ଜଜ୍ ଡିସ୍କସନ୍ କରିବନି, ଗ୍ରୁପ ଅଫ୍ ଜଜ୍ ରହିବେ। ମେଜୋରିଟିରେ ଯୋଉ ମେଜୋରିଟି ଜଜ୍ ଯୋଉଟା ଡିସିସନ୍ ନେବେ ସେଇଟା ହବ। ତେଣୁ ସେ କହିଲେ ଯେ ଟ୍ରାଏଲ୍ ବାଇ ଜୁରି ହେବା ଦରକାର, ବେଟର ଟ୍ରିଟମେଣ୍ଟ ଅଫ୍ ଇଣ୍ଡିଆନ୍ ଲେବର ଇନ୍ ବ୍ରିଟିଶ କଲୋନିଜ୍ ଆବ୍ରୋଡ୍। ତ ଅଲଗା ଅଲଗା ଯୋଉ ବ୍ରିଟିଶ କଲୋନୀରେ ଅଲଗା ଇଣ୍ଡିଆରେ ଖାଲି ଗୋଟେ କଲୋନୀ ନଥିଲା ନା, ଗୋଟେ ଅଲଗା କଣ୍ଟ୍ରି ବି ଥିଲେ। ତ ଯୋଉଠି ଇଣ୍ଡିଆନ୍ ଲେବର ଯାଇକି ମାନେ କାମ କରୁଛନ୍ତି ଅଲଗା ବ୍ରିଟିଶ କଲୋନୀରେ, ସେଠି ବି ତାଙ୍କର ଭଲ ଟ୍ରିଟମେଣ୍ଟ ହେବା ଦରକାର ହେଲା। ଏମିତି ସବୁ ବିଭିନ୍ନ ପ୍ରକାର ଫ୍ରିଡମ୍ ଅଫ୍ ପ୍ରେସ୍ କଥା ବି କହିଥିଲେ। ଫ୍ରିଡମ୍ ଅଫ୍ ପ୍ରେସ୍, ବେଟର ଟ୍ରିଟମେଣ୍ଟ ଅଫ୍ ଇଣ୍ଡିଆନ୍ ଲେବର ଇନ୍ ବ୍ରିଟିଶ କଲୋନିଜ୍ ଆବ୍ରୋଡ୍, ଏଇସବୁ କଥା ମାନେ ଏମାନଙ୍କର ମେନ୍ ମେନ୍ ପଏଣ୍ଟ ମାନେ ଫୋକସ୍ କରୁଥିଲେ ହେଲା। ତାପରେ କଣ ହେଲା ନା, କିନ୍ତୁ କଥା ହେଲା ସବୁ ତ ଠିକ୍ ଥିଲା, ପୁଣି ଫେଲୁଅର କାହିଁକି ହେଲା? ସବୁ ତ ଠିକ୍ ଥିଲା, ଫେଲୁଅର କାହିଁକି ହେଲା? ଫେଲୁଅର ମୁଖ୍ୟ କାରଣ କଣ ଥିଲା ଦେଖ। ଫେଲୁଅର ମୁଖ୍ୟ କାରଣ ହେଉଛି ଡେରାଜିଓ ଡାଏଡ୍। ପ୍ରଥମ କଥା ହେଲା ଯେ ଡେରାଜିଓ ଡାଏଡ୍ ଅଫ୍ କଲେରା ଆଟ୍ ଦ ୟଙ୍ଗ ଏଜ୍ ଅଫ୍ 22 ଇୟର୍ସ। ମାତ୍ର 22 ବର୍ଷ। ଦେଖ ଆଜିକାଲି ସମୟରେ 22 ବର୍ଷର ପିଲା କିଛି କରୁନାହାନ୍ତି, 22 ବର୍ଷ କିଛି ଜାଣୁନାହାନ୍ତି। ଆରେ 22 ବର୍ଷରେ କଣ ଆଜିକାଲି ପିଲା ଜାଣୁଛନ୍ତି କି ଜଣା ଅଛି କି? ତେଣୁ ସେ 22 ବର୍ଷ ତାଙ୍କ ଡେଥ୍ ହେଇଗଲା। ଇତିହାସରେ 22 ବର୍ଷ ପର୍ଯ୍ୟନ୍ତ ବଞ୍ଚିକି ଇତିହାସରେ ତା ନାଁଟାକୁ ଅମର କରିକି ପଳେଇଛି ସେ। ଓନ୍ଲି 22 ଇୟର୍ସ ବଞ୍ଚିଥିଲେ ବି ହି ହାଜ୍ କେପ୍ଟ ହିଜ୍ ନେମ୍ କଣ ଇମୋର୍ଟାଲ ଇନ୍ ଦ ପେଜେସ୍ ଅଫ୍ ହିଷ୍ଟ୍ରି। ଦେଖ ଦ ଡେରାଜିଓ ଡାଏଡ୍ ଅଫ୍ କଲେରା ଆଟ୍ ଦ ୟଙ୍ଗ ଏଜ୍ ଅଫ୍ 22। ଡେରାଜିଆନ୍ସ ଲ୍ୟାକ୍ଡ ଏନି ରିଅଲ ଲିଙ୍କ ୱିଥ୍ ଦ ପିଜିଆନ୍ସ। ଏମାନେ ପାଠ ପଢିକି, ଆମେ ଯେମିତି ସବୁ ପାଠ ପଢିକି ବହୁତ ଭାଷଣ ମାରୁଛନ୍ତି, କିନ୍ତୁ ରିଅଲ ଗ୍ରାଉଣ୍ଡ ଲେବୁଲର ଲିଙ୍କେଜ ନାହିଁ। ମ୍ୟାକ୍ସିମମ୍ ଦେଖ ଆଇଏଏସ୍ ଅଫିସର ଗୁଡାକ ସବୁ ଯୋଉ ପିଲା କ୍ୱାଲିଫାଇ କରୁଛନ୍ତି ବା ପରୀକ୍ଷା ଦେଇକି ପାସ୍ କରି ଯାଉଛନ୍ତି, ତାର ଗ୍ରାଉଣ୍ଡ ଲେବୁଲର ଏକ୍ସପିରିଏନ୍ସ ନାହିଁ। ଲୋକଙ୍କ ସହିତ ମିଶି କେମିତି ବିଲରେ କାମ ହଉଛି କଣ ହଉଛି ସେମାନେ କଳ୍ପନା କରୁଛନ୍ତି, ଭାବୁଛନ୍ତି ଏଇଭଳିଆ ହେଇଥିବ ବୋଲି। ସେଥିପାଇଁ ଜିନିଷଟା ଠିକ୍ ସେ ହେଇପାରୁନି। ତେଣୁ ଲିଙ୍କ ପିଜେନ୍ସ ମାନଙ୍କ କଥା ଆଉ ଦେର ରାଡିକାଲିଜିମ ୱାଜ ବୁକିସ୍। ଆଉ ଯୋଉ ରାଡିକାଲିଜିମ ଗୋଟେ ପରିକଳ୍ପନା କରିକି କରୁଥିଲେ, ରିଅଲ ଗ୍ରାଉଣ୍ଡର ଯୋଉ ରିଅଲିଟିର ରିଫ୍ଲେକ୍ଟ ହଉନଥିଲା। ଆଉ ବହୁତ କମ ଏଜ ତାଙ୍କ ଲିଡର ବି ଚାଲିଗଲା, ତେଣୁ ତାଙ୍କୁ ସପୋର୍ଟ କରିବାକୁ କେହି ରହିଲେନି। ତ ଡେରାଜିୟନ୍ସ ଡିଡ୍ ନଟ୍ ଗେଟ୍ ସପୋର୍ଟ ଫ୍ରମ୍ ଏନି ଅଦର ସୋସିଆଲ ଗ୍ରୁପ୍ସ। ଲୋକମାନେ ଛୋଟ ଛୁଆ ଗୁଡା କଣ କରୁଛନ୍ତି, ତ ଏତେ ଲୋକ ବି ସପୋର୍ଟ ଦେଲେଣି। ତେଣୁ ଏଇ ସବୁ କାରଣ ଯୋଗୁଁ କଣ ହେଲା ଯେ ଏଇ ଯୋଉ ୟଙ୍ଗ ବେଙ୍ଗଲ ମୁଭମେଣ୍ଟ ଚାଲିଥିଲା, ତ ଆସ୍ତେ ଆସ୍ତେ ଫିଜଲ ଆଉଟ୍ ହେଇଗଲା। ଫିଜଲ ଆଉଟ୍ ହେଇଗଲା ଗ୍ରାଜୁଆଲି ବିକଜ ଅଫ୍ ଦିସ୍ ରିଜନ ଓନ୍ଲି। କାରଣ ଲିଡର ତ ଏକରେ ରହିଲାନି, 22 ବର୍ଷ ତାଙ୍କ ଲିଡର ଚାଲିଗଲା। ଏମାନଙ୍କର ଗ୍ରାଉଣ୍ଡ ଲେବୁଲର ଏକ୍ସପିରିଏନ୍ସ ନଥିଲା, ପିଜେନ୍ସ ମାନଙ୍କ ସହିତ ଏମାନଙ୍କର କୌଣସି ଲିଙ୍କ ନଥିଲା ହେଲା। ଆଉ ତେଣୁ ଏମାନଙ୍କର ଏତେ ଇଫେକ୍ଟିଭ ହେଲାନି, ଯେହେତୁ ଲିଙ୍କ ନଥିଲା ଏମାନଙ୍କର ଏତେ ଇଫେକ୍ଟିଭ ହେଲାନି, ବୁଝିଲା। ତେଣୁ ହେନରୀ ଡେରାଜିଆନ୍ସ କଣ ଡେଥ୍ ପରେ କଲେରା ଯୋଗୁଁ ୟଙ୍ଗ ବେଙ୍ଗଲ ମୁଭମେଣ୍ଟର ଗ୍ରାଜୁଆଲି କଣ ହେଇଗଲା, ଫିଜଲ ଆଉଟ୍ ହେଇଗଲା। ଗ୍ରାଜୁଆଲି ତାର ଶିଥିଳ ପଡିଗଲା ତାଙ୍କର ଇଏରେ ମୁଭମେଣ୍ଟରେ। ତ ଡେରାଜିଓ ଉପରେ ଯଦି କିଛି କୋଶ୍ଚିନ୍ ଆସିଲା କରିବ ଆଉ କଣ କୋଶ୍ଚିନ୍ ଆସିବ ହେନରୀ ଡେରାଜିଓ ଉପରେ ହେଲା। ଆଗରୁ ତ ୟଙ୍ଗ ବେଙ୍ଗଲ ମୁଭମେଣ୍ଟ କିଏ ଖାଲି ଏଇଭଳିଆ କୋଶ୍ଚିନ୍ ଆସୁଥିଲା, ଏବେ ଟିକେ ଟିକେ ଦେଖିଦବା। ତାପରେ ଦେଖିବା ଜ୍ୟୋତିବା ଫୁଲେ। ତାପରେ ସେ ହେଡିଙ୍ଗ ଦିଅ ଜ୍ୟୋତିବା ଫୁଲେ। ଜ୍ୟୋତିବା ଫୁଲେ, ଜ୍ୟୋତିବା ଫୁଲେ, ଜ୍ୟୋତିବା ଫୁଲେ। ଜ୍ୟୋତିବା ଫୁଲେ ହେଲା। ଜ୍ୟୋତିବା ଫୁଲେ, ଦେଖ ଜ୍ୟୋତିବା ଫୁଲେରେ ଦେଖ ଜ୍ୟୋତିବା ଫୁଲେକୁ ଆମେ କହିପାରିବା ଗୋଟେ ସୋସିଆଲ ରିଫର୍ମର ହୁ ୱାର୍କ ଫର ଦ ଇରାଡିକେସନ ଅଫ ଅନଟଚେବିଲିଟି and emphasizing human rights of all classes of people। ଜ୍ୟୋତିବା ଫୁଲେ ତାକୁ ମହାତ୍ମା ଜ୍ୟୋତିବା ଫୁଲେ ବି କୁହାଯାଏ। ଦେଖ ଜ୍ୟୋତିବା ତା ନାଁ ହଉଛି ଜ୍ୟୋତିବା was born in 1827 in ସାତାରା ମହାରାଷ୍ଟ୍ରର। he was a social reformer who worked to eradicate untouchability ହେଲା, ଅସ୍ପୃଶ୍ୟତା untouchability। ଡକ୍ଟର B.R. ଆମ୍ବେଦକର was inspired by him and considered him as his guru। ମହାତ୍ମା ଜ୍ୟୋତିବା ଫୁଲେ, ବୁଝିହେଲା। ଜାଣିପାରିଲ ତ ଜ୍ୟୋତିବା ଫୁଲେ କୋଉଠି ଜନ୍ମ ହେଇଥିଲେ, ସାତାରା ମହାରାଷ୍ଟ୍ର। ତାଙ୍କର ଜନ୍ମ ହେଇଥିଲା ସାତାରା ମହାରାଷ୍ଟ୍ରରେ 1827ରେ। 1827ରେ 1827ରେ କୋଉଥିଲେ, ସାତାରା ମହାରାଷ୍ଟ୍ର। ସାତାରା ମହାରାଷ୍ଟ୍ର ହେଲା, ସାତାରା ମହାରାଷ୍ଟ୍ରରେ ତାଙ୍କର ଜନ୍ମ ହେଇଥିଲା। ସାତାରା ମହାରାଷ୍ଟ୍ର 1827ରେ। ଆଉ he was a social reformer who worked to eradicate untouchability। ଡକ୍ଟର B.R. ଆମ୍ବେଦକର
was inspired by him and considered him as his guru ହେଲା ଜ୍ୟୋତିବା ଫୁଲେ। he belonged to ମାଲି କାଷ୍ଟ। ଏ କୋଉ କାଷ୍ଟରେ ଥିଲେ କି ଇଏ ବି ତଳ କାଷ୍ଟରେ ଥିଲେ ମାଲି କାଷ୍ଟ। and his family members served Peshwas as a florist। so ମାନେ ମାଳି ତ ମାଳି ଜାଣିଛ ନା ନାଇଁ so ଫୁଲ ଫୁଲ ଦିଅନ୍ତି ନାଇଁ କି ଆପଣ Peshwa as a florist so his family became popular as a Phule। actually ଜ୍ୟୋତିବାଙ୍କର ଯୋଉ ପୁରା ତା ଟାଇଟଲ ରିଅଲ ଟାଇଟଲ କଣ କି ରେ ଗର୍ହେ ଜ୍ୟୋତିବା ଗର୍ହେ ତାର ପୁରା ନାଁ ହଉଛି ଜ୍ୟୋତିବା ଗର୍ହେ ଜ୍ୟୋତିବା ଜ୍ୟୋତିବା ଗର୍ହେ HEY ହେଲା ଏଟା ତା ପୁରା ନାଁ କିନ୍ତୁ ଯେହେତୁ ସେମାନେ ମାଳି ଜାତିର ଥିଲେ ଆଉ ଫୁଲ ନେଇକି ଦଉଥିଲେ ପେଶୁଆ ମାନଙ୍କୁ ହେଲା ପେଶୁଆ ମାନେ ପୁନେ ଏରିଆର ତ ପେଶୁଆକୁ ଫୁଲ ନେଇକି ଦଉଥିଲେ ତାଙ୍କ ବଂଶର ସମସ୍ତ ତାଙ୍କର ମାନେ ବଂଶ ଲୋକମାନେ ତେଣୁ ତାଙ୍କ ଲୋକମାନେ ମାଳି କହୁଥିଲେ ଆଉ ମାଳିର ହଉଛି ମାନେ ଫୁଲ ତେଣୁ ଫୁଲେ ତା ନାଁ ପଡିଥିଲା ଫୁଲେ ଜ୍ୟୋତିବା ଫୁଲେ ବୁଝିହେଲା ବୁଝିହେଲା ତ became popular as ଫୁଲେ ତେଣୁ ଫ୍ୟାମିଲି became popular ଯେହେତୁ ଫୁଲ ନେଇକି ଦଉଥିଲେ ତେଣୁ ତାଙ୍କ ନେଇକି ହେଇଗଲା କଣ popular become ଫୁଲେ ଫୁଲେ ମାନେ କଣ ଦ ଫ୍ଲାୱାର ମ୍ୟାନ ଫୁଲେ ମାନେ କଣ କିରେ ଦ ଫ୍ଲାୱାର ମ୍ୟାନ ଦ ଫ୍ଲାୱାର ମ୍ୟାନ ଫୁଲେ ଓକେ ଫୁଲେ means the flower man so he got his name as କଣ ଜ୍ୟୋତିବା ଫୁଲେ ବୁଝିହେଲା ଜ୍ୟୋତିବା ଫୁଲେ due to caste based discrimination he could attain only primary education but after the influence of Christian missionaries his father made him to attend କଣ local Scottish missions high school ଯେହେତୁ ସେ ତାଙ୍କର ତଳ ଜାତିର ଥିଲେ ତେଣୁ ତାଙ୍କ ଅଧିକା ପଢିବାକୁ ସୁଯୋଗ ଦିଆ ହଉନଥିଲା କିନ୍ତୁ ଯେତେବେଳେ ଖ୍ରୀଷ୍ଟିଆନ ମିଶନାରିଜ ମାନେ ଆସିଲେ ତାଙ୍କ ହେଲ୍ପରେ ସେ ହାଇ ସ୍କୁଲ ପର୍ଯ୍ୟନ୍ତ ବି ସ୍କଟିଶ ମିଶନ ହାଇ ସ୍କୁଲରେ ବି ଜଏନ୍ କଲେ ପଢିବା ପାଇଁ ବୁଝିହେଲା ତେଣୁ he was influenced by the book Rights of Man very important ଲେଖ he was influenced by the book influenced by the book he was influenced by the book କଣ କିରେ ବହି ନା କଣ Rights of Man Rights of Man Rights of କଣ Rights of Man written by Thomas Paine ହେଲା written by Thomas Paine written by Thomas କଣ Paine PAINE Thomas Paine written by Thomas Paine ହେଲା and wanted to provide social justice to lower caste and women who were deprived of their rights in Indian society. So women now lower caste gradually getting deprived, traditionally getting deprived from their rights. So he was very interested to just give them the right to the women's and the deprived classes or lower classes. So he thought that providing education for this section is important for emancipation of Dalits and women. Emancipation माने पुनरुद्धार ପାଇଁ Dalits and women ମାନଙ୍କର ତେଣୁ କ'ଣ ଦରକାର ଏମାନଙ୍କୁ education is very much important. Education ହବା ଦ୍ୱାରା ହିଁ ସମ୍ଭବ ହୋଇପାରିବ ତେଣୁ he and his wife ଯୋଉଟା ସାବିତ୍ରୀବାଇ ଫୁଲେ opened school for girls in Pune in 1848 ତେଣୁ ସେ କ'ଣ ଜ୍ୟୋତିବା ଫୁଲେ and ତାଙ୍କ wife କହୁଛନ୍ତି କି ସାବିତ୍ରୀ ଫୁଲେ ତ ହି ମାନେ ଜ୍ୟୋତିବା ଫୁଲେ ଜ୍ୟୋତିବା ଫୁଲେ and his wife କିଏ କିରେ wife କିଏ ସାବିତ୍ରୀ ଫୁଲେ ସାବିତ୍ରୀବାଇ ଫୁଲେ ସେମାନେ ମିଶିକି କ'ଣ କଲେ ସ୍କୁଲ ଫର ଗାର୍ଲସ ଇନ୍ ପୁନେ ହେଲା ସ୍କୁଲ ଫର ଗାର୍ଲସ ଇନ୍ ପୁନେ କେତେ ତାରିଖରେ ଇନ୍ କେତେ 1848 ବୁଝିଲା ଗାର୍ଲ ଏଜୁକେशन ପାଇଁ ବନେଇଲେ
ତାହେଲେ ସେ ବହି କଣ ଲେଖିଥିଲେ କି ରେ? ହି ରୋଟ୍ ବୁକ୍ସ, କିଏ ସେ? ଜ୍ୟୋତିବା ଫୁଲେ ରୋଟ୍ ବୁକ୍ସ। ବହି କଣ ଲେଖିଥିଲେ? ଗୁଲାମଗିରି। ଗୁଲାମଗିରି। ଏଥିରେ ସେ କାଷ୍ଟ ସିଷ୍ଟମକୁ କଣ it caste system through a 16 part essay and 4 poetic compositions. It is used in the form of dialogue between Jyotiba and a character he called कौन ଧୋଣ୍ଡିବା। ଆରେ ବୁଝିପାରିଲ ଏ ବିଷୟରେ? ଗୁଲାମଗିରି କେମିତି ଲେଖା ହେଇଥିଲା? ହଁ, ଗୁଲାମଗିରି ଗୋଟେ କନଭର୍ସନ ଷ୍ଟାଇଲରେ ଲେଖା ହେଇଥିଲା, ଡାଇଲଗ ଫର୍ମରେ ଲେଖା ହେଇଥିଲା। ଆରେ ଅଲର ପ୍ରେଜେଣ୍ଟ। Yes, sir. ଆଚ୍ଛା, ଯୋଉ ଗୁଲାମଗିରି ବହି ଲେଖିଥିଲେ ଏଥିରେ କଣ ଗୋଟେ ସେ ଡାଇଲଗ ଫର୍ମାଟରେ ଲେଖିଥିଲେ। ଇଏ ଉତ୍ତର ଦଉଛନ୍ତି କିଏ? ଜ୍ୟୋତିବା, ତାଙ୍କର ଗୋଟେ ଷ୍ଟୁଡେଣ୍ଟ ଟାଇପରେ ଯାହା ଥିଲା ଧଣ୍ଡୁବା। ସେ ସବୁ ଇଏ ପଚାରୁଥିଲେ, ଆନ୍ସର ଦଉଥିଲେ। ଏଇ ଟାଇପରେ ଲେଖା ହେଇଥିଲା। ଏଥିରେ 16 ପାର୍ଟ ଏସେ ଆଣ୍ଡ 4 ପୋଏଟିକ୍ କମ୍ପୋଜିସନ ଥିଲା। ହେଲା, ଇଟ୍ ଇଜ ରିଟନ୍ ଇନ୍ ଦ ଫର୍ମ ଅଫ ଡାଇଲଗ ବିଟୱିନ୍ ଜ୍ୟୋତିବା ଆଣ୍ଡ ଏ କ୍ୟାରେକ୍ଟର ହି କଲ୍ଡ କଣ ଧୋଣ୍ଡୁବା। ଧୋଣ୍ଡିବା, ଧୋଣ୍ଡିବା, ଜ୍ୟୋତିବା ଆଣ୍ଡ ଧୋଣ୍ଡିବା। ବୁଝିହଉଛି? ତାପରେ ଆଉ ଗୋଟେ ବହି ଲେଖିଥିଲେ, ଏଇଟା ହେଲା କଣ ଗୁଲାମଗିରି। ଆଉ ଗୋଟେ ବହି ଲେଖିଥିଲେ କଣ ସର୍ବଜୈନିକ ସତ୍ୟ ଧର୍ମ। ସର୍ବଜୈନିକ ସର୍ବ ସର୍ବଜନୈକ ସର୍ବଜନୈକ ସତ୍ୟ ଧର୍ମ। ସତ୍ୟ ଧର୍ମ, ସର୍ବଜନକ ସତ୍ୟ ଧର୍ମ। ହେଲା, ଗୋଟେ ଗୁଲାମଗିରି ଆଉ ଗୋଟେ ସର୍ବଜନୈକ ସତ୍ୟ ଧର୍ମ ସେ ଲେଖିଥିଲେ। ହେଲା, ଏଥିରେ ସେ 32ଟା ଆର୍ଟିକଲ ଲେଖିଥିଲେ ଇନ୍ ସର୍ବଜନକ ସତ୍ୟ ଧର୍ମ which define the rules for the protection of a world family based on a basic human rights as well as a social and intellectual attitude essential for it। ତେଣୁ ଏଗୁଡ଼ା ସବୁ କାଷ୍ଟ ସିଷ୍ଟମ ଏଗନେଷ୍ଟରେ ଲେଖା ହେଇଥିଲା। ବୁଝିପାରିଲ? ଏଗନେଷ୍ଟ କଣ? ଏଇ ଯୋଉ ଦିଟାଙ୍କ ଲେଖା ହେଲା ବହି, ଏଗନେଷ୍ଟ କାଷ୍ଟ ସିଷ୍ଟମ। ଏଗନେଷ୍ଟ କାଷ୍ଟ ସିଷ୍ଟମ। ଏଗନେଷ୍ଟ କାଷ୍ଟ ସିଷ୍ଟମ। ବୁଝିଲା? ତାପରେ କଣ ହେଲା ଦେଖ, ତାପରେ ସେ ହି ଏଷ୍ଟାବ୍ଲିଶ କରିଥିଲେ ସତ୍ୟ ଶୋଧକ ସମାଜ। ହେଲା, ତାପରେ ଜ୍ୟୋତିବା ଫୁଲେ କଣ କରିଥିଲେ କି ରେ? ହଁ, ସତ୍ୟ ଶୋଧକ ସମାଜ। ସତ୍ୟ ଶୋଧକ ସତ୍ୟ ଶୋଧକ ସମାଜ। ହି ଏଷ୍ଟାବ୍ଲିଶ କଣ ସତ୍ୟ ଶୋଧକ ସମାଜ। ହେଲା, ସତ୍ୟ ଶୋଧକ ସମାଜର ମାନେ କଣ କି ରେ? ट्रुथ सीकर्स। है ट्रुथ सीकर्स सोसाइटी। ट्रुथ सीकर्स सोसाइटी। ट्रुथ सीकर्स सोसाइटी। ट्रुथ सीकर्स सोसाइटी। है its aim was to attain equal social and economic benefits for the lower caste in Maharashtra। ବୁଝିହଉଛି? ଆରେ ବୁଝିହଉଛି ନା ନାଇଁ? ସତ୍ୟଶୋଧକ ସମାଜର ସେ ଏଷ୍ଟାବ୍ଲିଶମେଣ୍ଟ Yes, sir. ସତ୍ୟଶୋଧକ ସମାଜର କରିଥିଲେ ଟ୍ରୁଥ ସିକର ସୋସାଇଟି। ଏଥିରେ ସେ କଣ କହୁଥିଲେ ନା ମାନେ ଏମ୍ ଥିଲା କଣ ଟୁ ଆଟେନ୍ କଣ ଇକ୍ୱାଲ social and economic benefits for lower caste। ବୁଝିଲା? In Maharashtra it gave a sense of identity to depressed classes as a class against those Brahmins who used religion to exploit masses and he encouraged leadership of backward classes। कैसे इधर सत्यशोधक समाज रे। So after his death 1891 ज्योतिबा फुलेଙ୍କର डेथ ହେଇଗଲା। ହେଲା, after his death in 1881 his book ସର୍ବଜନୀକ ସତ୍ୟ ଧର୍ମ was published in which he wrote about an egalitarian society। ଗୋଟେ ସମସ୍ତଙ୍କର ସମାନ ଅଧିକାର ରହିବ, ସମାନ ଇଏ ରହିବ, ତ egalitarian society ବିଷୟରେ ସେ କହିଥିଲେ। he and ସାବିତ୍ରୀବାଇ ଫୁଲେ adopted a boy, ହେଲା, named ୟଶୱନ୍ତ ଫୁଲେ। ହେଲା, ଗୋଟେ ଆଡପ୍ଟ କରିଥିଲେ ବୟ ଗୁଡ଼ା ୟଶୱନ୍ତ ଫୁଲେ from କଣ home of widows, from home for widows and which was established by them in 1854। ସେମାନେ ଗୋଟେ ହୋମ୍ ଅଫ୍ ଫର ୱିଡୋଜ 1854 ଏଷ୍ଟାବ୍ଲିଶ କରିଥିଲେ। ସେଇଥିରୁ ସେ ଗୋଟେ ଛୁଆକୁ ଆଡପ୍ଟ କଲେ, ତା ନାଁ ହଉଛି ୟଶୱନ୍ତ ଫୁଲେ। କାହିଁକି ନା ଫର ହିଜ କଣ୍ଟ୍ରିବ୍ୟୁସନ ଫର ଦ ସୋସାଇଟି and he was given a title ମହାତ୍ମା। ହେଲା,
କିଏ ସେ? ତାଙ୍କୁ ବି ମହାତ୍ମାର ଟାଇଟଲ ବି ମିଳିଥିଲା। ତ କିଏ ହେଇଥିବେ ମହାତ୍ମା ଗାନ୍ଧୀ ତାଙ୍କୁ? ଅଁ, କିଏ ଦେଇଥିଲେ ମୋତେ ଜଣା କୁହାହେଇନି, ବୋଧେ ମୋତେ ଲାଗୁଛି ଏଇଟା ବୋଧେ ସେଇ ସୋସାଇଟିର ଲୋକ ବୋଧେ ତାଙ୍କୁ କହିଥିଲେ ମହାତ୍ମା। ଦେଖିବ ଟିକେ ଏଇଟା ମହାତ୍ମା କିଏ କହିଥିଲା ତାଙ୍କୁ ହେଲା। ଆଚ୍ଛା, ରାଇଟ୍ସ ଅଫ୍ ମ୍ୟାନ ବହିର ଲେଖକ ହଉଛନ୍ତି ଥମାସ ପେନ୍ ହେଲା। ତେଣୁ ୟଶବନ୍ତ ଫୁଲେକୁ ସେ ଆଡାପ୍ଟ କରିଥିଲେ। ଆଉ ତାଙ୍କୁ ମହାତ୍ମା ବି ଟାଇଟଲ ମିଳିଥିଲା କାହାକୁ? ଦ୍ୱିତୀୟ ଫୁଲେକୁ। ଆଚ୍ଛା, ମୁଁ ଗୋଟେ ଟାଇମ ଲାଇନ ଡ୍ର କରିଦଉ ତମ ମନେ ରଖିବା ପାଇଁ ଇଜି ହବ। ଦେଖ, ଟାଇମ ଲାଇନ ଡ୍ର କରିଦଉଛି। ତ ପ୍ରଥମେ କଣ ହେଲା କି 1827 ଜନ୍ମ, 1840 ମ୍ୟାରିଡ୍ ଟୁ ସାବିତ୍ରୀ ବାଇ। କେତେ ହେଲା କି 30 40 ମାନେ ଚାଇଲ୍ଡ ମ୍ୟାରେଜ ତମର। ମ୍ୟାରେଜ ଟୁ କଣ? ମ୍ୟାରିଡ୍ ଟୁ କାହାପରେ? ସାବିତ୍ରୀ ବାଇ। ସାବିତ୍ରୀ ବାଇ ତମର ଏଟା ଚାଇଲ୍ଡ ମ୍ୟାରେଜ, ତମର ଚାଇଲ୍ଡ ମ୍ୟାରେଜ। ତାପରେ 1847 କଣ ହେଲା? ଏଜୁକେଶନ କମ୍ପ୍ଲିଟେଡ। ଚାଲୁନି କିରେ? ଏଜୁକେଶନ କମ୍ପ୍ଲିଟେଡ ହେଲା, ଏଜୁକେଶନ କମ୍ପ୍ଲିଟେଡ 1847 ରେ। ତାପରେ 1848 ଷ୍ଟାର୍ଟେଡ ଗାର୍ଲସ ସ୍କୁଲ ଆଟ ପୁନେ। 1848 ଷ୍ଟାର୍ଟେଡ ଗାର୍ଲସ ସ୍କୁଲ। Started girls school at Pune. School at Pune 1848 ହେଲା। 1854 ହୋମ ଫର ୱିଡୋଜ। 1854 ହୋମ ଫର ୱିଡୋଜ। ହୋମ ଫର ୱିଡୋଜ। 1848 1800 କେତେ କେତେଟା? 1848 1800 କେତେଟା? 1854 ନା? 1854 ହୋମ ଫର ୱିଡୋଜ। 1872 ରୋଟ ଗୁଲାମଗିରି। 1872 ଗୁଲାମଗିରି। ଗୁଲାମଗିରି 1872 ଗୁଲାମଗିରି। 1873 ସତ୍ୟଶୋଧକ ସମାଜ। 1873 କଣ? 1873 ସତ୍ୟଶୋଧକ ସମାଜ। ସତ୍ୟଶୋଧକ ସମାଜ। 1890 1891 ସାର୍ବଜନିକ 1891 କଣ ଏଠି କରିଥିଲେ? କଣ ଏଟା? ସାର୍ବଜନିକ ସତ୍ୟ ଧର୍ମ। ସାର୍ବଜନିକ ସତ୍ୟ ଧର୍ମ ହେଲା। ହେଲା ରେ। ହେଲା, ସତ୍ୟଶୋଧକ ସମାଜ ମିନ୍ସ ଟ୍ରୁଥ ସିକର ସୋସାଇଟି ଟୁ ଆଟେଣ୍ଡ ଇକ୍ୱାଲ୍ସ। ଏ ଯୋଉ ଟ୍ରୁଥ ସତ୍ୟଶୋଧକ ସମାଜର କଣ? ସତ୍ୟଶୋଧକ ସମାଜ। ସତ୍ୟଶୋଧକ ସମାଜ 1873 ଗଲା। 1872 73 ଲେଖିନି କିରେ? 1873 ଛାଡି ଦେଇଛି କି? ଏଠି କଣ ଲେଖିଛି ନା ସତ୍ୟଶୋଧକ ସମାଜ। ଆର ମାନେ କଣ? ଟ୍ରୁଥ ସିକର ସୋସାଇଟି। ଟ୍ରୁଥ ସିକର ସୋସାଇଟି। Truth Seekers Society ଆର କଣ ଏମ୍ କଣ ଥିଲା କି? ଟୁ ଆଟେନ୍ ଇକ୍ୱାଲ ସୋସିଆଲ ଆଣ୍ଡ ଇକୋନୋମିକ ବେନିଫିଟ୍ସ ଫର ଦ ଲୋୟର କାଷ୍ଟ ଇନ୍ ମହାରାଷ୍ଟ୍ର। ହେଲା, ଏମ୍ ଥିଲା ଟୁ ଆଟେନ୍ ଇକ୍ୱାଲ ସୋସିଆଲ ଆଣ୍ଡ ଇକୋନୋମିକ ବେନିଫିଟ୍। ଟୁ ଆଟେନ୍ ଇକ୍ୱାଲ ସୋସିଆଲ ଆଣ୍ଡ ଇକୋନୋମିକ ବେନିଫିଟ୍ ଫର ଦ ଲୋୟର କାଷ୍ଟ ଇନ୍ ମହାରାଷ୍ଟ୍ର। ଫର ଦ ଲୋୟର କାଷ୍ଟ ଇନ୍ ମହାରାଷ୍ଟ୍ର। ଏ ପର୍ଯ୍ୟନ୍ତ କ୍ଲିୟର ହେଲା ସବୁ? ହଁ।
ଆରେ କ୍ଲିୟର ହେଲା? ଆରେ କଣ କେହି କିଛି କହୁନ? Yes, sir. ସମସ୍ତେ ବସନ କୁଆଡେ हाँ ପଳେଇଗଲେଣି sir. ସବୁ। Junaid, are you there? Yes, sir. Rasmita, absent. Junu, absent. Rakesh, are you there? Rasmita, Samarpita, are you there? Yes, sir. ये कुआडे गल मिताली? मिताली, are you there? ये कुआ गले कि झुन्नू मिताली रश्मिता मान सब कुआडे गले? सर एटे हॉस्टल एटे म्यूजिक लोकेशन पे प्रॉब्लम हो अच्छा ताले आज एतिक रखि दवा ताले। ए न म्यूजिक फ्यूजिक लगले कोन पढ़ा हबो ताले एतिक। Sir, maximum sir aji absent ଅଛନ୍ତି। हां Maximum एक्चुअली top ମୁଁ side ବି ସେ absent ବହୁତ ଅଛନ୍ତି। କଷ୍ଟରେ ଟାଇମ ବାହାର କରିଛି ମୋ ଅଜାଙ୍କର ଆଜି ସେ କାମ ଚାଲିଛି अच्छा ତ हो 10 एतिक था 11 आज ଦିନ ताले କର୍ମ एतिक था ज्योतिया फुले जाय गले तापर हम काली देखिबा ସାର୍ रामकृष्ण ଏଇଠି ରଖିଦେବେ रामकृष्ण परमहंस स्वामी विवेकानंद दयानंद सरस्वती आर्य समाज देव समाज राधा स्वामी मूवमेंट जस्टिस मूवमेंट सेल्फ रेस्पेक्ट मूवमेंट एतिक सारला हम सरबो हला अब बाकी तो काली देखिबा आज एतिक थाओ आ एमती समस्त एब्सेंट Test रहले ହବ। हां आ समस्त एब्सेंट रहले कोन करबा Sir, କାଲି test ହବ sir। काली टेस्ट करबा Teacher, कि जो सी सेट जदी करबा को करबा टेस्ट काली तमने पढले हबो ना नहले खाली एमती देले हबो ସେ sir ନ ପଢିଲେ ତ sir ହେଇପାରିବ ନା sir ଏମିତି ନାହିଁ हाँ ଆମେ अच्छा ठीक ଏମିତି ଅଛି sir ଦେଖିବା ବହୁତ ହଉ ପିଲା sir ଦେଖିବା ଏସବୁ ପାଇଁ ପ୍ରିପେୟାର ହେଇଥିଲେ sir। ହଉ Absolute ହଉ normal ଠିକ ତ ଅଛି ସି ପହଞ୍ଚି ସେଟ୍ ର ଆସିଛନ୍ତି କିନ୍ତୁ କାଲି ସେଇଟା ଯଦି ବେସିକ୍। ମୁଁ ଚେଷ୍ଟା କରୁଛି ସି ସେଟ୍ କ୍ୱେଶ୍ଚିନ୍ ବନେଇବା ପାଇଁ ଯଦି ହବ ତ କାଲି ଟେଷ୍ଟ କରିବା ସି ସେଟ୍ ର ହେଲା ଠିକ ଅଛି ନା ପରଦିନ କରିବା ପରଦିନ କରିବା ନହେଲେ ଆଉ ତ କେହି ପରଦିନ କାଲି ଗୋଟେ ଦିନ ଆଜି ତ ସମୟ ଗଲେ କାଲି ନିଅ ପରଦିନ କରିବା ଟେଷ୍ଟ ସି ସେଟ୍ ର ହେଲା ଦ ଡେ ଆଫ୍ଟର ଟୁମରୋ ସି ସେଟ୍ ଟେଷ୍ଟ ହବ ଆଜି 50ଟା ଖଣ୍ଡେ କ୍ୱେଶ୍ଚିନ୍ ପ୍ରଥମେ କରିବା ଦେଖିବା ତମେ କେମିତି କରୁଛ ତାପରେ 100ଟା କ୍ୱେଶ୍ଚିନ୍ କରିବା ଆଉ ଆଚ୍ଛା ମୁଁ ଏଇଟା ୱାଇଣ୍ଡ ଅପ୍ କରୁଛି